ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ପୁରୀ ଅଷ୍ଟପାଟଣାର ଚାରିଦିଗରେ ଭଗବତୀ କୋଟ, ନାଗାକୋଟ, ମରିଚକୋଟ ଏବଂ ଇନ୍ଦ୍ରଦ୍ୟୁମ୍ନ କୋଟ ଚାରିଟି ସୁରକ୍ଷିତ ଦୁର୍ଗ। କ୍ଷତ୍ର ରକ୍ଷୀମାନେ ଶ୍ରୀମନ୍ଦିର ରକ୍ଷା ପାଇଁ ଚାରିଟି ଦୁର୍ଗରେ ଜାଗତିଆର ହୋଇ ରହିଥାନ୍ତି। କେହି ସନ୍ଦେହଜନକ ବ୍ୟକ୍ତିର ସହର ଭିତରକୁ ପ୍ରବେଶ ଏବଂ ସହର ବାହାରକୁ ପ୍ରସ୍ଥାନ ଅବରୋଧ କରିବା ପାଇଁ ଚାରିଦୁର୍ଗର ପ୍ରବେଶ ଦ୍ୱାରରେ ଜଣେ ଜଣେ ଘାଟ ସୃଷ୍ଟି କରିଥାନ୍ତି। ଘାଟ ଛାଡ଼ପତ୍ର ନ ଦେଖିଲେ ପୁରୀ ସହରକୁ ପ୍ରବେଶ କରିହୁଏନି କିମ୍ବା ସନ୍ତୋଷଜନକ ଉତ୍ତର ନ ମିଳିଲେ ସହରରୁ ପ୍ରସ୍ଥାନ କରିହୁଏନି। ଏକାକିନୀ ନାରୀ ଚନ୍ଦ୍ରଭାଗା ଅନ୍ଧକାରରେ ମୁହଁ ଲୁଚାଇ ପୁରୀ ସହର ଛାଡ଼ିବା ସମ୍ଭବ ନୁହେଁ। ରାଜସ୍ୱ ବୃତ୍ତି ପାଇ ନିଶାକାଳରେ ସାହିରେ ପହରା ଦେବା ପାଇଁ ନିଯୁକ୍ତ ହୋଇଥିବା ବରକନ୍ଦାମାନଙ୍କ ଅଭିଯୋଗ ଲିପିରେ ଚନ୍ଦ୍ରଭାଗାର ନାମ ସୁଦ୍ଧା ଉଲ୍ଲେଖ ହୋଇନି। ତେବେ ଚନ୍ଦ୍ରଭାଗା କେଉଁ ପଥ ଦେଇ ଉଭାନ ହୋଇଗଲା? ରାଜା ନରସିଂହ ଯୁଦ୍ଧରୁ ଫେରି କୋଣାର୍କର ନବଗ୍ରହ ଶାନ୍ତି ହୋମର ପୂର୍ଣ୍ଣାହୁତି ପରେ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରବେଶ କଲେ। ଉଦ୍ଦେଶ୍ୟ ଜଗନ୍ନାଥଙ୍କ ଶ୍ରୀଚରଣରେ ଭକ୍ତି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ତଥା ଚନ୍ଦ୍ରଭାଗାର ଅନ୍ୱେଷଣ। ରାଜା ନରସିଂହ ଜାଣନ୍ତି ଯୁଦ୍ଧରେ ଶ୍ରୀ ଶ୍ରୀ ଜଗନ୍ନାଥ ହିଁ ଜୟଲାଭ କରିଛନ୍ତି। ମହାରାଜା ନିମିତ୍ତ ମାତ୍ର। ଯୁଦ୍ଧକ୍ଷେତ୍ରରେ ସେଦିନ ଅଚାନକ ଶତ୍ରୁପକ୍ଷ ତରବାରୀ ତାଙ୍କର ବକ୍ଷବିଦ୍ଧ କରିଥିଲା। ଅଜସ୍ର ରକ୍ତସ୍ରାବ ହେତୁ ସଂଜ୍ଞାହୀନ ହୋଇପଡ଼ିଥିଲେ। ନୀଳକାନ୍ତମଣି ଭଳି ଉଜ୍ଜ୍ୱଳ ଶ୍ୟାମଳ ଦେବଶିଶୁଟିଏ ତାଙ୍କର ହାତ ଧରି ଉଠାଇଲା। କେମିତି ସେ ଆସି ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲେ, ଚନ୍ଦ୍ରଭାଗାର ସେବା ଶୁଶ୍ରୂଷାରେ ସୁସ୍ଥ ହେଲେ, ପୁଣି ଫେରିଯାଇ ସିଂହ ବିକ୍ରମରେ ଶତ୍ରୁ ସୈନ୍ୟକୁ ଦଳନ କଲେ, ସେକଥା ତାଙ୍କ ନିଜ ପାଖରେ ମଧ୍ୟ ବିସ୍ମୟକର ରହସ୍ୟ ହୋଇ ରହିଛି। ସେହି ରହସ୍ୟମୟ ଜଗନ୍ନାଥଙ୍କ ବ୍ୟତୀତ ଆଉ କିଏ ଏସବୁ କରିପାରେ? ଧର୍ମଯୁଦ୍ଧରେ ସେ ତ କାଳ କାଳ ସାରଥୀ ହୋଇ ଆସିଛନ୍ତି। ଆଜି ତାଙ୍କ ବ୍ୟତୀତ କିଏ ଆଉ ଏ ଧର୍ମଯୁଗ ପରିଚାଳନା କରିପାରେ? ରତ୍ନବେଦୀ ଉପରେ ହସ୍ତପଦ ବିହୀନ ଅଚଳ ମହାମେରୁ ଶ୍ରୀଜଗନ୍ନାଥ ବସିଛନ୍ତି। ରଙ୍ଗା ଅଧରରେ ମୃଦୁ ମୃଦୁ ରହସ୍ୟମୟ ହସର ଛିଟା। ସତେକି ସେ କହୁଛନ୍ତି, ମୋର ପାଦ ନାହିଁ, ମୁଁ କେମିତି ରତ୍ନବେଦୀ ଛାଡ଼ିଦେବି? ମୋର ହାତ ନାହିଁ, ମୁଁ କେମିତି ତତେ ସ୍ପର୍ଶ କରିବି? ମୋର କର୍ଣ୍ଣ ନାହିଁ, ମୁଁ କେମିତି ଯୁଦ୍ଧକ୍ଷେତ୍ରରେ ତୋର ଆର୍ତ୍ତଚିତ୍କାର ଶୁଣିବି? ହେ ବୀର, କର୍ମ ହିଁ ଭଗବାନ, ମନୋବଳ ହିଁ ଈଶ୍ୱର, ଆତ୍ମବିଶ୍ୱାସ ହିଁ ତୋର ପଥପ୍ରଦର୍ଶକ। କର୍ମ କରିଯା। ଧର୍ମଯୁଦ୍ଧରେ ବୀରର ପରାଜୟ ହୁଏ ନାହିଁ। ମହାରାଜା ରତ୍ନବେଦୀ ସମ୍ମୁଖରେ ନତଜାନୁ ହୋଇ ନୀରବ କରି ପ୍ରଶ୍ନ କରୁଛନ୍ତି, ପ୍ରଭୁ, ଚନ୍ଦ୍ରଭାଗାକୁ କେଉଁଠି ଗୋପ୍ୟ କରିଛ? ଜଳ, ସ୍ଥଳ, ଆକାଶ, ତ୍ରିଭୁବନ ମୁଁ ଖୋଜିବି। କମଳ ମହାରଣାର 16 ବର୍ଷର ସାଧନାପୂର୍ଣ୍ଣ ଜୀବନର ପରିଣତି ଚନ୍ଦ୍ରଭାଗା ବିନା କ'ଣ ହେବ? ରଙ୍ଗା ଅଧରର ସେଇ ମନ୍ଦ ମଧୁର ହସ, ସେଇ ନୀରବ ଭାଷା ମହାରାଜାଙ୍କ କର୍ଣ୍ଣରେ ଗୁଞ୍ଜରି ଉଠୁଛି। ନଦୀ ନିଜ ବାଟରେ ବହିଯାଏ। କାହାରି ହାତ ତିଆରି ରାସ୍ତାରେ ବହି ସେ ସମୁଦ୍ରରେ ମିଶେ ନାହିଁ। ନଦୀ ପଥର ଠିକଣା ଖୋଜି ଖୋଜି ବାଟ ଚାଲିଲେ ଅରଣ୍ୟରେ ପଥହରା ହେବା ସାର ହୁଏ। ରାଜା, ତୋ ପାଇଁ ଯୁଦ୍ଧକ୍ଷେତ୍ର ଅପେକ୍ଷା କରିଛି, ଅରଣ୍ୟ ନୁହେଁ। ମହାରାଜା ଅଶ୍ରୁ ସମ୍ବରଣ କରି ନୀରବରେ ବିନତି କରୁଥିଲେ, ପ୍ରଭୁ ଅନ୍ତର୍ଯ୍ୟାମୀ, ଯଦି ଚନ୍ଦ୍ରଭାଗା ବଞ୍ଚିଥାଏ ତାକୁ କମଳ ମହାରଣା ସହ ମିଳାଅ କରାଅ। ଯଦି ସେ ବଞ୍ଚିନାହିଁ ତାକୁ ନିଜ ଚରଣରେ ସ୍ଥାନ ଦିଅ। ଏ ଅନ୍ଧ ସମାଜ ତାକୁ ବିନା ଦୋଷରେ ନାନା ଭାବରେ ନିର୍ଯାତନା ଦେଇଛି। ଏପରି ନ ହେଲେ ବି ସେପାରିରେ ତାର ଆତ୍ମାର ଶାନ୍ତି ଲଭୁ। ମହାରାଜା ବୁଲି ବୁଲି ଦୀପ ବିକୁଥିବା ସ୍ତ୍ରୀ ଲୋକମାନଙ୍କୁ ଦେଖୁଥିଲେ। ସେମାନଙ୍କ ମଧ୍ୟରେ କିଛି ଜଣ ବୟସ୍କା ଶ୍ରୀହୀନା। ଚନ୍ଦ୍ରଭାଗା ଏବେ ସେମାନଙ୍କ ସଙ୍ଗେ ଦୀପ ବିକ୍ରି କରିପାରେ। ଯଦି ତା ହୋଇଥାଏ, ତେବେ ସେହି ପୁଣ୍ୟବତୀ ବ୍ରହ୍ମଚାରିଣୀର ହାତରୁ ଦୀପ ନେଇ ଯେଉଁମାନେ ପ୍ରଭୁଙ୍କ ପାଖରେ ଜାଳିଥିବେ, ସଂସାରର ସବୁ ପାପ ତାଙ୍କର ଧୋଇଯିବ। ଚନ୍ଦ୍ରଭାଗା ହାତରୁ ଦୀପଟିଏ ନେଇ ଜାଳିଥିଲେ ହୁଏତ ସେ ବୈକୁଣ୍ଠରେ ବସିଥାନ୍ତେ। ମହୋଦଧି ତୀରରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆ ହେଲେ ଆସି ରାଜା ନରସିଂହ। ଚନ୍ଦ୍ରଭାଗାର ସେ କ୍ଷୁଦ୍ର କୁଡ଼ିଆଟି ଝଡ଼ରେ ନିଶ୍ଚିହ୍ନ ହେଇଛି। ସମୁଦ୍ର ତାର ଲମ୍ବ ହାତ ବଢ଼ାଇ କାଠି କୁଟା କେତେ ଖଣ୍ଡ ବି ସାଉଁଟି ସଫା କରିଦେଇଛି।
ଚନ୍ଦ୍ରଭାଗାର ପଦଚିହ୍ନ ବିଲୀନ ହୋଇଯାଇଛି ସମୁଦ୍ର ବେଳାରୁ। ଚନ୍ଦ୍ରଭାଗାର ଶୂନ୍ୟ ବେଳାଭୂଇଁ ନିର୍ଜନତାରେ ଖାଁ ଖାଁ କରୁଛି। ଉତ୍ତର ଦ୍ୱାରର ଅଳ୍ପ ଦୂରରେ ସ୍ୱତନ୍ତ୍ର ମଣ୍ଡପ ଉପରେ ନିଶଙ୍କ ଏବଂ ନିର୍ଭୟଙ୍କର ମୂର୍ତ୍ତି ଦୁଇଟି ସ୍ଥାପିତ ହୋଇଛି। କୋଣାର୍କର ପତନ କାଳରେ ମୁଖଶାଳାର ଉତ୍ତର ଦ୍ୱାର ପାହାଚର ଦୁଇ ପାର୍ଶ୍ୱରେ ଥିବା ଏହି ଯୁଦ୍ଧ ହସ୍ତୀ ଦୁଇଟି ବାଲିଗଦା ତଳେ ପୋତି ହୋଇ ପଡ଼ିଥିଲେ। କାଳର କରାଳ ହସ୍ତ ସ୍ପର୍ଶରେ ମୂର୍ତ୍ତିଗୁଡ଼ିକ କ୍ରମଶଃ କ୍ଷୟ ପାଇଯାଉଛି। ବିଶାଳକାୟ ହସ୍ତୀ ଦୁଇଟିଙ୍କର ଭଗ୍ନ ଲାଞ୍ଜ ଏବଂ କାନକୁ ଆସ୍ତେ ସାଉଁଳି ଦେଉଥାଏ ପ୍ରାଚୀପ୍ରଭା। ଚାର୍ଲ୍ସ ପ୍ରାଚୀପ୍ରଭାର ଗୋଟିଏ ଫଟୋ ଉତ୍ତୋଳିତ କଲା। ମୃଦୁ ହସି କହିଲା, ତମ ମୁହଁର ଭାବ ଏଠି ଖୁବ୍ ଚମତ୍କାର। ଆହତ ମହାରାଜାଙ୍କର ସେବା କରିବା ବେଳେ ଚନ୍ଦ୍ରଭାଗାର ମୁହଁରେ ଏ କରୁଣ ମଧୁର ପ୍ରେମଭାବ ଫୁଟି ଉଠିଥିବ ନିଶ୍ଚୟ। ପ୍ରାଚୀପ୍ରଭା ମୃଦୁ ସ୍ୱରରେ କହିଲା, ସେ ପ୍ରେମ ଦେଶପ୍ରେମ ବ୍ୟତୀତ ଅନ୍ୟ କିଛି କୁହେ। ନିଶଙ୍କ ସେଦିନ ସେତିକି ପ୍ରଭୁଭକ୍ତି ଏବଂ ସାହସ ପ୍ରଦର୍ଶନ କରିନଥିଲେ ଉତ୍କଳର ସ୍ୱାଧୀନତା ସୂର୍ଯ୍ୟ ଲୋପ ପାଇ ଯାଇଥାନ୍ତା। ସେଥିପାଇଁ ମୁଁ ନିଶଙ୍କକୁ ପ୍ରେମ କରେ। ଚନ୍ଦ୍ରଭାଗା ସେଦିନ ସେଇ ଆହତ ଯୋଦ୍ଧାଙ୍କୁ ପ୍ରେମ କରିଥିବ ତାଙ୍କର ବୀରତ୍ୱ, ସାହସିକତା ଏବଂ ଦେଶପ୍ରେମ ପାଇଁ। ବିଚାରୀ ଚନ୍ଦ୍ରଭାଗା ଦେଶ ପ୍ରେମ ଏବଂ ବିଭୁ ପ୍ରେମ ବ୍ୟତୀତ ତା ଜୀବନର କ'ଣ ବା ସାନ୍ତ୍ୱନା ଥିଲା? ଚାର୍ଲ୍ସ ଦୀର୍ଘଶ୍ୱାସ ତୋଳିଲା। ଚିତ୍ରୋତ୍ପଳା ଫୁଲଡାଳ ଧରି ପାଚେରୀ ଉପରେ ଚାଲି ଚାଲି ଯାଉଛି। ତାର ଚାଲିରେ ଏକ ବିଚିତ୍ର ଛନ୍ଦ ଫୁଟି ଉଠିଛି। ଚିତ୍ରୋତ୍ପଳାର ଚେହେରାରେ ବି ଧୀରେ ଧୀରେ ଫୁଟି ଉଠୁଛି କୋଣାର୍କର ନୃତ୍ୟଶୈଳୀ। ଆଜିକାଲି କଥା କଥାକେ ତାର ଆଖିରେ ମୁହଁରେ ମଧୁର କ୍ରୀଡ଼ାଭାବ ଲେଖି ହୋଇଯାଏ। ଆଖିପତା ନୁଆଁଇ ସେ ଚାର୍ଲ୍ସ ସାମ୍ନାରେ କଥା କହେ। ଚାର୍ଲ୍ସକୁ ଚୁପ୍ ଚୁପ୍ କରି କହେ, ସାହେବ ଆଉ କିଛି ଦିନ କୋଣାର୍କରେ ରହିଯାଅ। ଆସନ୍ତା ବୈଶାଖରେ ମୋର ବାହାଘର। ଚାର୍ଲ୍ସ ହସି ହସି କହେ, ରହିବି, କାମ ସରିଗଲେ ବି ରହିବି। ଏ ବର୍ଷ ପୁରୀ ରଥଯାତ୍ରା ନ ଦେଖି ମୁଁ ଦେଶକୁ ଫେରି ଯାଉନି। ତେଣୁ ତୋ ବାହାଘର ଭୋଜି ମୁଁ ଖାଇବି। ଗରିବ ଘରେ ପୁଣି କି ବାହାଘର ଭୋଜି? କୌଣସି ମତେ ମୁଣ୍ଡରୁ ବୋଝ ଉତାରି ଦେଲେ ବାପା ନିଶ୍ଚିତ ହେବେ। ଗଲା ପୁଷ ମାସ ଶାମ୍ବ ଦଶମୀ ମେଳାରେ ଭଲ ଫୁଲ ବିକ୍ରି ହେଇଛି। ଆସନ୍ତା ମାଘ ସପ୍ତମୀ ଚନ୍ଦ୍ରଭାଗା ମେଳାରେ ଯେମିତି ଫୁଲ ବିକ୍ରି ହେଲେ ବାହାଘର ସୁରୁଖୁରୁରେ ହେଇଯିବ। ତାପରେ ଘର ଛାଡ଼ି ଏତେ ବାଟ ଆସିବି ନାହିଁ। ବାହାଘର ଆଉ କେତେଟା ଦିନ କି? ଚିତ୍ରୋତ୍ପଳାର ଗାଲରେ ଅବିର ବୁଣି ହୋଇଯାଏ। ସେ ଓଢ଼ଣା ଟାଣିନିଏ ମୁଣ୍ଡ ଉପରେ। ଆଜିକାଲି ସେ ମୁଣ୍ଡରା ଓଢ଼ଣା ଦିଏ। ଚାଲ ଆସ୍ତେ ଆସ୍ତେ ପଚାରେ, ତୋ ପ୍ରାଚ୍ୟପାଙ୍କର ବାହାଘର କେବେ? ଚିତ୍ରୋତ୍ପଳା ଜିଭ କାମୁଡ଼ି ପକାଏ। ଆଖି ବଡ଼ ବଡ଼ କରି କହେ, ସେ କଥା କହ ନାହିଁ। ଶୁଣିଲେ ଅପା ରାଗିବେ। ବାହାଘର ନା ପଡ଼ିଲେ ସେ କେଜାଣି କାହିଁକି ରାଗିଯାଆନ୍ତି। ଚାର୍ଲ୍ସ ଉଦାର କଣ୍ଠରେ କହେ, ତୋ ଅପା ପରମ ବୈଷ୍ଣବୀ। ଭାବୁଛି ମୁଁ ବି ବୈଷ୍ଣବ ହୋଇଯିବି। ତୋ ଅପାଙ୍କ ଠାରୁ ଦୀକ୍ଷା ନେବି। ଅପା ତୋର ରାଜି ହେବେ ତ? ଚିତ୍ରୋତ୍ପଳା ପରମ ଆଗ୍ରହରେ କହେ, ପଚାରି ବୁଝିବି? ଚାର୍ଲ୍ସ ହସି ଦେଇ କହେ, ଥାଉ, ସମୟ ଆସିଲେ ନିଜେ ପଚାରି ବୁଝିବି। କିନ୍ତୁ ସେ କଥା ଚାର୍ଲ୍ସ କେବେ ପଚାରି ପାରେ ନାହିଁ। ଯଦିଓ ଆ ପୂର୍ବରୁ ଝିଅମାନଙ୍କ ସହ ସମ୍ପର୍କ ସ୍ଥାପନ ସମ୍ବନ୍ଧରେ ଚାର୍ଲ୍ସ ରୋକଠୋକ କଥାବାର୍ତ୍ତା କରିବାର ଅଭ୍ୟାସ ଅଛି। ପ୍ରାଚୀପ୍ରଭା ଅନ୍ୟ ଝିଅଙ୍କ ଠାରୁ ଭିନ୍ନ। ତା ସହ ଚାର୍ଲ୍ସ ଯେଉଁ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ତା ମଧ୍ୟ ଝିଅମାନଙ୍କ ସହ ପୂର୍ବ ସମ୍ପର୍କଠାରୁ ଭିନ୍ନ। ଚାର୍ଲ୍ସ ପ୍ରାଚୀପ୍ରଭାକୁ ଜୀବନ ସଙ୍ଗିନୀ କରିବାକୁ ଚାହେଁ। ଭାରତୀୟ ପତିପତ୍ନୀର ସମ୍ପର୍କ ଏବଂ ପାରିବାରିକ ସମ୍ବନ୍ଧ ଚାର୍ଲ୍ସର ସ୍ନେହକଙ୍କାଳ ମନ ଭିତରେ ଗଭୀର ରେଖାପାତ କରିଛି। ପ୍ରାଚୀପ୍ରଭା ଯାହାର ବି ପତ୍ନୀ ହେବ, ତା ମାଙ୍କ ଭଳି ଛୋଟ କଥାରେ ସେ ଆଦୌ ସ୍ୱାମୀଠାରୁ ବିଚ୍ଛିନ୍ନ ହୋଇଯିବ ନାହିଁ। ଚାର୍ଲ୍ସ ପାଇଁ ଏତ କମ୍ ପ୍ରଲୋଭନର କଥା ନୁହେଁ। ଯୁଦ୍ଧହସ୍ତୀଙ୍କ ମଣ୍ଡପରୁ ପ୍ରାଚୀପ୍ରଭା କେତେବେଳେ ତଳକୁ ଓହ୍ଲାଇ ଆସିଲାଣି। ଚାର୍ଲ୍ସକୁ ଅନ୍ୟମନସ୍କ ଦେଖି ସେ ପଚାରିଲା, କ'ଣ ହେଉଛି? ଅନ୍ୟ କିଛି ନେଇ ଚିନ୍ତିତ ଅଛ? ଚାର୍ଲ୍ସ ନିଜକୁ ପ୍ରକୃତିସ୍ଥ କରିନେଇ ଅଳ୍ପ ହସିଲା। ଦୂରରେ ଠିଆ ହୋଇଥିବା ଧର୍ମାନନ୍ଦକୁ ଦେଖାଇ କହିଲା, ହଁ, ଧର୍ମାନନ୍ଦର କଥା ଭାବୁଛି। ପିଲାଟା ଏବେ ବେଶ୍ ଉନ୍ନତି କରିଛି। ତାର ଉତ୍ପାର୍ଜନ ବଢ଼ିଛି। ସେ ଭଲ ଖାଦ୍ୟ ଖାଉଛି, ଭଲ ପୋଷାକ ପିନ୍ଧୁଛି, ଖୁସିରେ ଅଛି। ଭଗ୍ନ କୋଣାର୍କ କେତେ ଲୋକଙ୍କର ଅନ୍ନ ସଂସ୍ଥାନ କରୁଛି, ତାହା ହିଁ ଭାବୁଛି। ଧର୍ମାନନ୍ଦକୁ ଲକ୍ଷ୍ୟ କରି ଖୁସି ହେବା ପରିବର୍ତ୍ତେ ବିମର୍ଷ ହୋଇଗଲା ପ୍ରାଚୀପ୍ରଭା। ଧର୍ମାନନ୍ଦ ଆଜିକାଲି ପ୍ରତିଦିନ ଭଲ ହୋଟେଲରେ ପେଟପୂରା ଖାଦ୍ୟ ଖାଉଛି। ତାର ଚାଲିଚଳନ, ଚେହେରା ବଦଳି ଯାଉଛି ଶୀଘ୍ର ଶୀଘ୍ର। ଏ ଭିତରେ ସେ ଗୋଟିଏ ଭଉଣୀର ବିବାହ ଖର୍ଚ୍ଚ ଉଠାଇଛି।
ଅନ୍ୟ ଭାଇମାନଙ୍କୁ ସ୍କୁଲରେ ପଢ଼ାଉଛି। 15 ବର୍ଷର ଚପଳମତି ବାଳକ ଧର୍ମାନନ୍ଦ ତା ବାପାର ସଂସାର ବୋଝକୁ ମୁଣ୍ଡାଇ ଭାଙ୍ଗି ପଡ଼ିନାହିଁ, ବରଂ ପାରି ଉଠୁଛି। କେମିତି? କେବଳ କୋଣାର୍କର ନଗ୍ନଚିତ୍ର ବିକ୍ରି କରି? କଥାଟା ଭାବିଲେ ପ୍ରାଚୀପ୍ରଭାର ହୃଦୟରେ କଷ୍ଟ ଆରମ୍ଭ ହୁଏ। ନିଜ ଦେଶର କଳା ଆଉ ସଂସ୍କୃତିକୁ ବିକାରଗ୍ରସ୍ତ ମଣିଷମାନଙ୍କର ଅବଦମିତ ଅବାଞ୍ଛିତ କାମନାର ଯଜ୍ଞରେ ଆହୁତି ଦେଉଛି ଧର୍ମାନନ୍ଦ। ନିଜ ମା ଭଉଣୀମାନଙ୍କ ଅନାବୃତ ଶରୀରର ସୌନ୍ଦର୍ଯ୍ୟକୁ ସେ ବି ଦିନେ ପଣ୍ୟ କରିପାରେ ଅର୍ଥର ବିନିମୟରେ, ଖାଦ୍ୟ ବସ୍ତ୍ରର ଆବଶ୍ୟକତା ମେଣ୍ଟାଇବା ପାଇଁ। ପ୍ରାଚୀପ୍ରଭା ବେଳେବେଳେ କହେ, ଧର୍ମୁ, ଏସବୁ ଛାଡ଼ିଦେ, ଅନ୍ୟ କିଛି କର। କୋଣାର୍କର ଅନ୍ୟ ଅନେକ ଭାସ୍କର୍ଯ୍ୟର ଫଟୋଚିତ୍ର ବିକ୍ରି କରି ତୁ ଅର୍ଥ ଉପାର୍ଜନ କରିପାରୁ। ବାଛି ବାଛି ସେ କେତୋଟି ଭାସ୍କର୍ଯ୍ୟ ଛବି ବିକ୍ରି କରି ବାହାରେ ତୁ କୋଣାର୍କର କଳାକୁ କଳୁଷିତ କରୁଛୁ, ଦେଶର ସଂସ୍କୃତିକୁ ଅନ୍ୟ ଆଖିରେ ବିକୃତ କରୁଛୁ। ଧର୍ମାନନ୍ଦ ହସିଦେଇ କହେ, ଅପା, ମୁଁ ଦେଶ, ଜାତି, କଳା, ସଂସ୍କୃତି କିଛି ହେଲେ ବୁଝେ ନାହିଁ। ମୁଁ କେବଳ ବୁଝେ ଅଭାବ, ରୋଗ, ଭୋକ, ଦାରିଦ୍ର୍ୟ ଆଉ ଅନଟନର କଥା। ଏସବୁର ମୁକାବିଲା କରିବା ପାଇଁ ମୋ ଦ୍ୱାରା ୟା ଛଡ଼ା ଆଉ କ'ଣ ହୋଇପାରେ? ପ୍ରାଚୀପ୍ରଭା ଉତ୍ତର ଦେଇପାରେ ନାହିଁ, କିନ୍ତୁ ଧର୍ମାନନ୍ଦ ଭଲରେ ଅଛି ଭାବି ମଧ୍ୟ ଖୁସି ହୋଇପାରେ ନାହିଁ। ତେବେ ସେ ଏତିକି ବୁଝେ, ଧର୍ମାନନ୍ଦର କଥା ଅକାଟ୍ୟ ଏବଂ ସତ୍ୟ। ସତ୍ୟ ବି ବେଳେବେଳେ କେତେ ଅସହ୍ୟ ଆଉ କ୍ରୂର। ନବଗ୍ରହ ମନ୍ଦିରରେ ଦୀପଟିଏ ଜଳାଇବା ପାଇଁ ପ୍ରାଚୀ ଆଗେଇ ଯାଉଛି। ଆଜି ଶନିବାର, ଗ୍ରହ ପୂଜା ପାଇଁ ଯାତ୍ରୀଙ୍କର ଅନେକ ଭିଡ଼। ଚିତ୍ରୋତ୍ପଳଠାରୁ ଫୁଲହାରଟିଏ କିଣି ଚାର୍ଲ୍ସ ପ୍ରାଚୀ ହାତକୁ ବଢ଼ାଇ ଦେଲା। କହିଲା, ପାର ଯଦି ମୋର ଗ୍ରହ ଶାନ୍ତି ପାଇଁ ନବଗ୍ରହଙ୍କ ପାଖରେ ଫୁଲ ଚଢ଼ାଇବ। ପ୍ରାଚୀ ଆଶ୍ଚର୍ଯ୍ୟ ହେଇ ଚାହିଁଲା। ଚାର୍ଲ୍ସ ହସିଦେଇ କହିଲା, ଏଠି ମଣିଷ ପାଖରେ ମଣିଷ ଅନ୍ତର ଖୋଲି କହିପାରେ ନାହିଁ ବୋଲି ପଥର ଉପରେ ଭରସା ରଖେ। ନିଜ ମନର କଥା ଅନ୍ୟ ପାଖରେ ପହଞ୍ଚାଇବା ପାଇଁ ପଥରକୁ ମାଧ୍ୟମ କରେ। ଏ ଦେଶରେ ଯେତେ ଦିନ ରହିଛି ତାର ଚଳନୀକୁ ମାନିବାକୁ ପଡ଼ିବ। ପ୍ରାଚୀ ଆଘାତ ପାଇଲା ଭଳି ମ୍ଳାନ ହୋଇଗଲା। ଆହତ ସ୍ୱରରେ କହିଲା, କାହାକୁ ତମେ ପଥର କହୁଛ ଚାର୍ଲ୍ସ? ନବଗ୍ରହମାନଙ୍କ ମହିମା ତମେ ଜାଣ ନାହିଁ। ଶୁଣିଲେ ବିଶ୍ୱାସ କରିବ ତ? ଏ କାହାଣୀ ନୁହେଁ, ଇତିହାସର କଥା। ଚାର୍ଲ୍ସ କୌତୁକଭରା ଆଖିରେ ପ୍ରାଚୀକୁ ଚାହିଁଲା। ପ୍ରାଚୀ ଦକ୍ଷ ଗାଇଡ୍ ଭଳି ଚାର୍ଲ୍ସକୁ ବୁଝାଇଲା, କଳାମୁଗୁନି ପଥରର ଏହି ନବଗ୍ରହ ପାଠକୁ କଲିକତାରେ ମ୍ୟୁଜିୟମରେ ରଖିବା ପାଇଁ ସରକାର ବହୁତ କଳାକୌଶଳ କରିଥିଲେ। ମାତ୍ର 200 ହାତ ପର୍ଯ୍ୟନ୍ତ ନେଇପାରିଥିଲେ। ବହୁ ଚେଷ୍ଟା କରି ବିଫଳ ହେବା ପରେ ପାଟଟିକୁ 3 ଖଣ୍ଡ କରି ତାର 1/3 ଖୋଦିତ ନବଗ୍ରହ ମୂର୍ତ୍ତିମାନଙ୍କୁ ନେବା ପାଇଁ ଚେଷ୍ଟା କରାଗଲା। ବହୁ କଷ୍ଟରେ 1 ମାଇଲ ପର୍ଯ୍ୟନ୍ତ ନେଇପାରିଲେ। ସରକାରଙ୍କର ସବୁ ଚେଷ୍ଟା ବିଫଳ ହେଲା। ନବଗ୍ରହ କୋଣାର୍କରେ ପୂଜା ପାଇଲେ ଚାର୍ଲ୍ସ। ଭାରତର ପଥରର ଆତ୍ମା ଅଛି, ଦୈବୀ ଶକ୍ତି ଅଛି। ପଥର ଭିତରେ ପରମାତ୍ମାଙ୍କର ସତ୍ତା ଖୋଜିବା ନିର୍ମଳ ଅଟଳ ଭାରତୀୟର ଭକ୍ତି ମାନସର ପରିଚୟ। ତମେ ବିଶ୍ୱାସ ରଖିଲେ ପଥର ଭିତରେ ବି ପରମାତ୍ମାଙ୍କୁ ପାଇପାରିବ। ଚାର୍ଲ୍ସ ଆମୋଦରେ ହସିଲା। କୌତୁକ କରି କହିଲା, ପ୍ରାଚୀପ୍ରଭା, ତମର ବୈଷ୍ଣବ ବେଶ ଦେଖିବା ପାଇଁ କେବଳ ଅପେକ୍ଷା କରିଛି। କେବେ ସ୍ୱାଶ୍ରମ ପ୍ରତିଷ୍ଠା କରୁଛ? ଆମ ଦେଶକୁ ଚାଲ, ଅନେକ ଶିଷ୍ୟ ମିଳିବେ। ଆଶ୍ରମ ପ୍ରତିଷ୍ଠା ପାଇଁ ଅର୍ଥର ଅଭାବ ବି ରହିବ ନାହିଁ। ପ୍ରାଚୀ ଆହତ ହେଲା ଭଳି ବ୍ୟଙ୍ଗଭରା କଣ୍ଠରେ କହିଲା, ଆଶ୍ରମ ପ୍ରତିଷ୍ଠା ପାଇଁ ଡଲାର ଆବଶ୍ୟକ ହୁଏ ନାହିଁ। ଆବଶ୍ୟକ ହୁଏ କାଠି, କୁଟା, ଫୁଲ, ପତ୍ର, ମାଟି, ଝାଟି ଆଉ ମନର ଭକ୍ତି ଓ ବିଶ୍ୱାସ। ସେତିକି ତ ମୋ ଦେଶରେ ଅଭାବ ନାହିଁ ଚାର୍ଲ୍ସ। ସେଥିପାଇଁ ତମ ଦେଶକୁ ମୁଁ କାହିଁକି ଯିବି? ଚାର୍ଲ୍ସ ହସିଦେଲା। କହିଲା, କଥାଟାକୁ ବୁଝିଲନି ଠିକ୍ ଭାବେ। କୌଣସି ଉପାୟରେ ହେଲେ ତମକୁ ମୋ ଦେଶକୁ ନେଇଯିବାକୁ ଚାହେଁ। ଭାବିଥିଲି ଏଇଟା ବୋଧହୁଏ ତମ ପାଇଁ ସବୁଠୁ ଲୋଭନୀୟ ପ୍ରସ୍ତାବ ହେବ। ପ୍ରାଚୀ ମଧ୍ୟ ହସିଲା। କହିଲା, ମୋର ମଧ୍ୟ ସାରା ପୃଥିବୀ ଦେଖିବା ପାଇଁ ଇଚ୍ଛା। ମାତ୍ର ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୁଏ ନାହିଁ। ଇଚ୍ଛାର ଲଗାମକୁ ଆଣ୍ଟ କରି ନ ଧରିଲେ ମଣିଷ ବାଟ ଅବାଟ, ନୀତି ଧର୍ମ ଭୁଲେ, ପାଦ ଖସାଏ, କଚଡ଼ା ଖାଏ। ସେସବୁକୁ ମୋର ଭାରି ଭୟ। ପ୍ରାଚୀ ନବଗ୍ରହ ମନ୍ଦିର ଭିତରକୁ ଗଲା, ଭୋଗ କଲା। ଚାର୍ଲ୍ସ ଫୁଲହାରଟିକୁ ଚଢ଼ାଇଲା, ଦୀପ ଜାଳିଲା, ପ୍ରଣାମ କରି ଗୁହାରି କଲା, ପ୍ରଭୁ ଚାର୍ଲ୍ସର ମନରେ ଶାନ୍ତି ଦିଅ, ସୁଖ ଦିଅ, ସ୍ଥିରତା ଦିଅ। ମନ୍ଦିରରୁ ବାହାରି ପ୍ରାଚୀ ବିସ୍ମିତ ହୋଇ ସ୍ମରଣ କଲା,
ଆଜି ସେ କେବଳ ଚାର୍ଲସ କଥା ହିଁ ନବଗ୍ରହଙ୍କୁ ଜଣାଇଛି। ନିଜ କଥା ସେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛି। ଚାର୍ଲସର ଯାଯାବରୀ ମନର ଦୁଃଖ ଜଣାଇ ଜଣାଇ ସେ କ'ଣ ନିଜ ଅପେକ୍ଷା ଚାର୍ଲସକୁ ବେଶୀ ଭଲ ପାଏ? ଚାର୍ଲସକୁ ଭୋଗ ବଢ଼ାଇ ଦେଲା ପ୍ରାଚୀ। ଭୋଗ ପାଉ ପାଉ ଚାର୍ଲସ କହିଲା, ଆମ ଦେଶକୁ ଫେରିକଲେ ସବୁ କିଛି ମିଳିବ, କେବଳ ଏଇ ଗୋଟିଏ ଦୃଶ୍ୟକୁ ଛାଡ଼ି। ଭାରତରେ ସବୁଠୁ ବେଶୀ ଭଲ ଲାଗିଛି ମୋତେ ସେତିକି। କ'ଣ? ନାରୀର ଏଇ ପୂଜାରିଣୀ ବେଶ, ତା ମୁହଁରେ କରୁଣାମୟୀ ଜନନୀର ଏଇ ମହିମାମୟ ଆଭା। ମୋ ମା'ର ଏଇ ରୂପ ମୁଁ କେବେ ଦେଖିନି। ତୁମକୁ ଏ ବେଶରେ ଦେଖିଲେ ମୋ ଭିତରେ ଗୋଟାଏ ଅସମ୍ଭବ ବାସନା ଜାଗି ଉଠେ। ଇଚ୍ଛା ହୁଏ ତମେ ମୋର ମା ହୁଅନ୍ତ। ପ୍ରାଚୀ ସ୍ୱଚ୍ଛ ହସର ଧାରଟିଏ ଢାଳି ଦେଇ କହିଲା, ତମର ଏ ବାସନା ତ ଅସମ୍ଭବ ନୁହେଁ ଚାର୍ଲସ। ଏବେ ମଧ୍ୟ ତମେ ମା ଭାବିପାର। ଭାରତୀୟ ସଂସ୍କୃତିରେ ଜଣେ ପୁରୁଷ ଯେକୌଣସି ବିବାହିତା ନାରୀକୁ ଜନନୀ ଦୃଷ୍ଟିରେ ଏବଂ ଅବିବାହିତା ଝିଅକୁ ଭଗ୍ନୀ ଦୃଷ୍ଟିରେ ଦେଖିବାର ନିୟମ। କିନ୍ତୁ ତମେ ତ ବିବାହିତା ନୁହଁ, ମୋ ମା ବୟସର ମଧ୍ୟ ନୁହେଁ। ଚାର୍ଲସ ଭ୍ରୂକୁଞ୍ଚିତ କରି ପଚାରିଲା। ପ୍ରାଚୀ ସାମାନ୍ୟ ଅପ୍ରତିଭ ହେଲା। କଥାଟାକୁ ସଜାଡ଼ି ନେବା ପାଇଁ ହସିଦେଇ କହିଲା, ମୁଁ ତ ପୁଣି ଧର୍ମାନନ୍ଦର ମା। ସେ ମଧ୍ୟ ମୋ ପୁଅ ବୟସ ନୁହଁ। ନିଜକୁ ମା ଭାବିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟର ସୀମା ଧାର୍ଯ୍ୟ କରା ହେଇନି ଚାର୍ଲସ। ମାତୃତ୍ୱର ପବିତ୍ର ଭାବନାରେ ଜୀବନକୁ ଧନ୍ୟ କରିବା ପାଇଁ ବିବାହର କୌଣସି ଆବଶ୍ୟକତା ନାହିଁ। ମହାଭାରତରେ ସତ୍ୟବ୍ରତୀ କୁନ୍ତୀ ଆଉ ବାଇବେଲର ମଦର ମେରୀ ବିବାହ ପୂର୍ବରୁ ପବିତ୍ର ମାତୃତ୍ୱର ସୌଭାଗ୍ୟ ଲାଭ କରିଥିଲେ। ଚାର୍ଲସ ସାମାନ୍ୟ ବିରକ୍ତି ହୋଇ କହିଲା, ମୁଁ ତୁମକୁ ମା ଡାକିପାରିବି ନାହିଁ। ଅସମ୍ଭବ। ମୁହଁରେ ନ ଡାକିଲେ ବି ମନରେ ଭାବିପାର। ସବୁ କଥା ମୁହଁ ଖୋଲି ପ୍ରକାଶ କରାଯାଏନି। ମଣିଷ ମଣିଷ ଭିତରେ ଅନେକ ସମ୍ପର୍କ ପାଇଁ ସଂଳାପ ଆବଶ୍ୟକ ହୁଏ ନାହିଁ। ଭାବର ଆଦାନ ପ୍ରଦାନ ପାଇଁ ଭାଷାର ପ୍ରୟୋଜନ ହୁଏନି। ପ୍ରାଚୀ ଆଶ୍ୱାସନା ଭରା ସ୍ୱରରେ କହିଲା। ଚାର୍ଲସ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା, ତାହା ହିଁ ହେଉ। ମୁହଁରେ ପ୍ରକାଶ ନ କଲେ ବି ମୋ ମନ ଭିତରେ ତମର ଆସନ ସେମିତି ଦୃଢ଼ୀଭୂତ ହେଉ। ଧନ୍ୟବାଦ ଚାର୍ଲସ, ଧନ୍ୟବାଦ। ତମ ଭଳି ମେଧାବୀ ପୁତ୍ର ପାଇଁ ମୋର ଗର୍ବର ସୀମା ନାହିଁ, ପ୍ରାଚୀ ଆମୋଦରେ କହିଲା। ଚାର୍ଲସ କିଛି ଜବାବ ଦେଲା ନାହିଁ। ଲମ୍ବା ଲମ୍ବା ପାଦ ପକାଇ ସେ ଧର୍ମାନନ୍ଦ ପାଖକୁ ଆଗେଇ ଗଲା। ଧର୍ମାନନ୍ଦ ଏ ଭିତରେ ବେଶ୍ ଡେଙ୍ଗା ହୋଇଯାଇଛି। ଚାର୍ଲସ ତାର କାନ୍ଧରେ ହାତ ପକାଇ ବନ୍ଧୁତ୍ୱପୂର୍ଣ୍ଣ ଗଳାରେ କହିଲା, ମିଷ୍ଟର ଧର୍ମପଦ, ମୁଁ ଖୁସି ଯେ ତମେ ଭଲରେ ଅଛ। ମୋ ଗବେଷଣା ଶେଷ ପ୍ରାୟ। ଯିବା ପୂର୍ବରୁ ତମକୁ ଗୋଟାଏ ଅନୁରୋଧ କରିବି। ଚିତ୍ରୋତ୍ପଳାର ବିବାହ ଫଟୋ ତମେ ଉଠାଇବ। ବିବାହ ଅନୁଷ୍ଠାନର ସମସ୍ତ ବିଧିବିଧାନର ଫଟୋ, ଚିତ୍ରୋତ୍ପଳାର ବଧୂବେଶର ଫଟୋ ମୋ ସାଙ୍ଗରେ ନେଇଯିବାକୁ ଚାହେଁ। ଭାରତୀୟ ନାରୀର ବଧୂବେଶ ପୃଥିବୀର ଆକର୍ଷଣୀୟ ଚିତ୍ରମାନଙ୍କ ଭିତରେ ଶ୍ରେଷ୍ଠ ସ୍ଥାନ ଲାଭ କରିପାରେ, ଅନ୍ତତଃ ମୋ ଦୃଷ୍ଟିରେ। ତମ ଅପାଙ୍କର ସେଭଳି ଫଟୋଟିଏ ପାଇଲେ ଖୁସି ହୋଇଥାନ୍ତି। ମାତ୍ର ମୁଁ ଫେରିଯିବା ଭିତରେ ଅନ୍ତତଃ ତମ ଅପାଙ୍କ ବିବାହ ହେଉନି। ଚିତ୍ରୋତ୍ପଳାର ବିବାହରେ ଯେତେ ପାର ସେତେ ଫଟୋ ଉଠାଅ। ସବୁ ପଇସା ମୁଁ ଦେବି। ରାଜି? ମୋର ଆପତ୍ତି ନାହିଁ। ମାତ୍ର ଚିତ୍ରୋତ୍ପଳା ରାଜି ତ? ଆଜିକାଲି କେଜାଣି କାହିଁକି ମୋ ଉପରେ ତାର ଭାରି ରାଗ। ମୁଁ ଯେ ବେଶୀ ରୋଜଗାର କରୁଛି ଏଇ ବୋଧହୁଏ ତା ଈର୍ଷାର କାରଣ। କିନ୍ତୁ ସାହେବ, ସେ ବୁଝୁନି ଯେ ଆଜିକାଲି ଭକ୍ତଙ୍କର ସଂଖ୍ୟା କମୁଛି, ଟୁରିଷ୍ଟମାନଙ୍କର ସଂଖ୍ୟା ବଢ଼ୁଛି। ନବଗ୍ରହଙ୍କ ପୂଜା ପାଇଁ କୋଣାର୍କ କେହି ଆସନ୍ତି ନାହିଁ, ଆସନ୍ତି କୋଣାର୍କର କାରୁକାର୍ଯ୍ୟ ଦେଖିବା ପାଇଁ। ବିଶେଷ କରି ମିଥୁନ ମୂର୍ତ୍ତିମାନେ ହିଁ କୋଣାର୍କର ବିଶେଷ ଆକର୍ଷଣ। ତେଣୁ ତାର ଫୁଲ ବିକ୍ରି ନ ହେଇ ମୋର ଫଟୋ ବିକ୍ରି ହେବାରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଚାର୍ଲସ କିଛି ଉତ୍ତର ଦେଲା ନାହିଁ। ପ୍ରାଚୀର ଉପରେ ପାଦ ଗଣି ଗଣି ଚିତ୍ରୋତ୍ପଳା ଫେରୁଥିଲା ଶୂନ୍ୟ ଫୁଲ ଚାଙ୍ଗୁଡିଟି ଧରି। ଅସ୍ତ ସୂର୍ଯ୍ୟର ଅବିର ରଙ୍ଗ ତା ଚାରିପଟେ ବୁଣି ହୋଇ ଯାଉଥାଏ। ସୁନେଲି ଜରିକାମର ଭାସ୍କର୍ଯ୍ୟ ତା ଦେହରେ ଫୁଟାଉଥାଏ। ମୁଗ୍ଧ ଦୃଷ୍ଟିରେ ତା ଆଡ଼େ ଚାହିଁଥାଏ ଧର୍ମାନନ୍ଦ। ଚାର୍ଲସ ଭାବିଲା, ଏ ବାଗ୍ଦତ୍ତା କିଶୋରଟି ଈର୍ଷା ଅସୂୟାର ଅନେକ ଊର୍ଦ୍ଧ୍ୱରେ। ବଡ଼ଲୋକ ହେବା ପାଇଁ ସେ ଧନ ଅର୍ଜନ କରେ ନାହିଁ। ତା ଜୀବନର ଶ୍ରେଷ୍ଠ ସ୍ୱପ୍ନ ବିବାହ। ସେତିକିର ଖର୍ଚ୍ଚ ଉଠାଇବା ପାଇଁ ସେ ଫୁଲ ବିକ୍ରି କରେ। ଧର୍ମାନନ୍ଦ ଯଦି ଫଟୋ ବିକ୍ରି କରି ବଡ଼ଲୋକ ହେଉଛି, ସେ ଈର୍ଷା କରିବ କାହିଁକି? ଚାର୍ଲସ ବିଦାୟ ଜଣାଇ ଚିତ୍ରୋତ୍ପଳାକୁ ହାତ ହଲାଇ ଦେଲା। ଚିତ୍ରୋତ୍ପଳା ତୀର୍ଯ୍ୟକ ଭାବେ ଚାର୍ଲସକୁ ଚାହିଁ ମଧୁର ଛନ୍ଦରେ ହସିଲା। ମୁଣ୍ଡ ହଲାଇ ବିଦାୟ ଜଣାଇଲା। ଚାର୍ଲସ ସ୍ୱର୍ଗତୋକ୍ତି କଲା।
ଚିତ୍ରୋତ୍ପଳା, ବିବାହ ଯଦି ତମ ଜୀବନର ଶ୍ରେଷ୍ଠ ସ୍ୱପ୍ନ ହୁଏ, ତେବେ ସେଦିନ ମୁଁ ତମ ଆନନ୍ଦରେ ନିଶ୍ଚୟ ଭାଗ ନେବି। ଆମେରିକା ଫେରିଯିବା ଆଗରୁ ମୁଁ ଦେଖିଯିବି ଚିତ୍ରୋତ୍ପଳାର ବିବାହ ଉତ୍ସବ ଆଉ ଜଗନ୍ନାଥଙ୍କର ପୃଥିବୀ ବିଖ୍ୟାତ ରଥଯାତ୍ରା। ଯାଯାବର ଦିନଲିପିରେ ଏ ଦୁଇଟି ଚିରସ୍ମରଣୀୟ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ। ଆଷାଢ଼ ଶୁକ୍ଳ ଦଶମୀ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଯୁଗ ଯୁଗର ଘୋଷଯାତ୍ରା ଶ୍ରୀଗୁଣ୍ଡିଚା। 22 ପାବଚରେ ଛେରାଖୋଛାପ ଖାଇ ପହଣ୍ଡି ବିଜେ କରି ଆସିଲେଣି ତିନି ଠାକୁର। ମହାଖଳା ବା ରଥଦାଣ୍ଡରେ ଶୁଭଶୋଭନ ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ପ୍ରଭୁଙ୍କୁ ବିଜେ କରାଇବା ପାଇଁ 16 ଚକିଆ, 14 ଚକିଆ, 12 ଚକିଆ ତିନି ରଥ ମାଳିନୀ ନଦୀର ଉତ୍ତର ଭୂମିରେ ମାଉସୀମା ଗୁଣ୍ଡିଚା ଘର ଆଡ଼ପ ମଣ୍ଡପ। ଇନ୍ଦ୍ରଦମ୍ନା ପାଟଣାରେ ତିନି ରଥ ତିଆରି ହୋଇ ମାଳିନୀ ନଦୀ ସେପାରେ ପ୍ରଭୁଙ୍କୁ ଅପେକ୍ଷା କରି ଶୋଭା ପାଉଛି। ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈପାରି ହୋଇ ତିନି ଠାକୁର ଆରପଟକୁ ଯିବେ। ନଈ ସେପାରି 4 ଚକିଆ ପାଟଣ ରଥରେ ବିଜେ ହୋଇ ତିନି ଭଉଣୀ ଗୁଣ୍ଡିଚା ମନ୍ଦିର ବେଢ଼ାକୁ ବିଜେ କରିବେ। ବଡ଼ଦାଣ୍ଡରେ ଅଗଣିତ ଭକ୍ତଜନ ଭାବସମୁଦ୍ରରେ ଉବୁଟୁବୁ ହୋଇ ଅପେକ୍ଷା କରିଛନ୍ତି। ନୀଳାଦ୍ରି ବିହାରୀ ଗୋଲୋକନାଥଙ୍କ ଭକ୍ତିଭାବରେ ନୟନ ଛଳଛଳ, ହୃଦୟ ଟଳମଳ। ନରପତି ନରସିଂହଙ୍କ ରାଜତ୍ୱ କାଳରେ ନୀଳାଦ୍ରିନାଥଙ୍କର ଏ ଘୋଷଯାତ୍ରା ପ୍ରଭୁଙ୍କର ବିଜୟ ଘୋଷୁଛି। ବିଜୟ ଘୋଷୁଛି ସମଗ୍ର ଓଡ଼ିଆ ଜାତି। ଭାରତର ଶେଷ ସ୍ୱାଧୀନ ରାଜ୍ୟ ଜଗନ୍ନାଥଙ୍କର ଦେଶ ଉତ୍କଳ। ଏ ଦେଶର ସ୍ୱାଧୀନତା ରକ୍ଷା କରିଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ। ଯୁଦ୍ଧ ଜୟର ଉଲ୍ଲାସ, ମହାରାଜାଙ୍କର ପୁନଃଜୀବନର ଲାଭ, କୋଣାର୍କ ସୂର୍ଯ୍ୟ ମନ୍ଦିରର ସମାପ୍ତି ପର୍ବର ପୂର୍ବାଭାସର ପୁଲକ। ଶ୍ରୀଗୁଣ୍ଡିଚା ଘୋଷଯାତ୍ରାର ଆନନ୍ଦ ଉତ୍ସବ ଗୋଳଚହଳ ଭିତରେ ନିନାଦିତ ହେଉଛି। ସିଂହା, ପଟହ, ଡମ୍ବରୁ, ଖେମ୍ଟା, ଘଣ୍ଟ ଘଣ୍ଟା, କରତାଳ, ବୀଣା, ନୂପୁରର ଐକତାନ ସଙ୍ଗେ ବେଦଧ୍ୱନି ଏବଂ ଭକ୍ତଜନର ଭଜନ କୀର୍ତ୍ତନ, ଭକ୍ତି ନିବେଦନ ମହାସ୍ରୋତ ହୋଇ ପୃଥିବୀରୁ ଆକାଶକୁ ପ୍ରବାହିତ ହେଉଛି, ନିମ୍ନରୁ ଊର୍ଦ୍ଧ୍ୱକୁ ଗତି କରୁଛି। ପ୍ରଭୁଙ୍କର ଢଳ ଢଳ ବିଶ୍ୱମୟ ଦୁଇଟି ଚକ୍ଷାକେ ଚାହିଁଲେ ମହିରେ କିବା ଅସମ୍ଭବ। ନିମ୍ନରୁ ଊର୍ଦ୍ଧ୍ୱକୁ ଯଦି ସ୍ରୋତର ଗତି ଅବିପରୀତ ସରିଯାଉଛି, ଏଥିରେ ବୈଚିତ୍ର୍ୟ କ'ଣ? ପ୍ରଳୟ ପୟୋଧି ସଂସାର ପାରବାରର ଅଗାଧ ଜଳରାଶିରେ ବୁଡ଼ି ରହିଥିବା ମୋହଗ୍ରସ୍ତ ଆତ୍ମା ଛଟପଟ ହେଉଛି କରୁଣା ପବନ ପରମାତ୍ମା ସହ ମିଶି ଲୀନ ହୋଇଯିବାକୁ। ସୁଖ ଶୋକ ମିଳନ ବିରହ, ଜୟ ପରାଜୟ ଯୌବନ ଜରା, ପାଇବା ହରାଇବା, ଆଶା ନିରାଶାର ବହୁ ଊର୍ଦ୍ଧ୍ୱରେ ବିମୁଗ୍ଧ ଭକ୍ତ ଆତ୍ମା ସ୍ତବ୍ଧ ହୋଇ ଅପେକ୍ଷା କରିଛି ସେଇ ସ୍ୱୟଂ ନିର୍ମିତ ଦାରୁବ୍ରହ୍ମ ପୁରୁଷୋତ୍ତମ ବିଗ୍ରହକୁ। କାମନା ବାସନା ଭୋଗବିଳାସ ସେଇ ପରମ ମୁହୂର୍ତ୍ତର ବିସ୍ମରଣ ହେଉଛି। ଭକ୍ତ ମାନସରେ ଗୁଞ୍ଜରି ଉଠୁଛି ରଥସ୍ଥ ବାମନଂ ଦୃଷ୍ଟ୍ୱା ପୁନଃ ଜନ୍ମଂ ନ ବିଦ୍ୟତେ। ଜ୍ଞାନ କରିମା ସ୍ୱାଭିମାନ ଅହଂଭାବକୁ ଜଳାଞ୍ଜଳି ଦେଇ ସେ ପରମ ମୁହୂର୍ତ୍ତରେ ଭକ୍ତଜନ ସେ ପରମ ପଦରେ ଲୀନ ହେବା ପାଇଁ ବ୍ୟାକୁଳ। ପ୍ରଭୁ ପତିତପାବନ ବିଜେ କରୁଛନ୍ତି। ଜାତି ଧର୍ମ ଭେଦଭାବ ଭୁଲି ଭକ୍ତଜନ କୋଳାକୋଳି ହେଉଛନ୍ତି। କିଏ କାହାଠାରୁ ଭିନ୍ନ? ସମସ୍ତେ ତ ଅଭିନ୍ନ ଏକାକାର। ସେଇ ଏକମାତ୍ର ଲକ୍ଷ୍ୟସ୍ଥଳ ନିର୍ବାଣ ତୀର୍ଥ ପଦାର ବିନ୍ଦରେ। ପରମ ବୈଷ୍ଣବ ରାଜା ନରସିଂହ ପଦ୍ମକ୍ଷେତ୍ରରେ ରଥଦେଉଳ ନିର୍ମାଣ କରାଇଛନ୍ତି। ପୁରୁଷୋତ୍ତମଙ୍କ ପଥରେ ବାରାନାହକ ପୋଟଳ ଭାଗ କେତେ ରମଣୀୟ କରି କରାଇଛନ୍ତି। ମହାରାଜା ଚୋଡ଼ଗଙ୍ଗ ଦେବ ଆଉ ଅନଙ୍ଗ ଭୀମଦେବଙ୍କ ରାଜୁତିରେ ଅମରାବତୀ କଟକରୁ କାଠ ଆସି ରଥ ତିଆରି ହେଉଥିଲା। ରାଜା ନରସିଂହ ତ୍ରିଭୁବନ ସୁନ୍ଦର ଅରଣ୍ୟରୁ ରଥ କାଠ ଅଣାଇଛନ୍ତି। ରଥ କାଠ କଟାଳି ନାୟକ ଦାମୋଦର ମହାପାତ୍ର ରାଜାଜ୍ଞ ପାଳନ କରି ନଦୀରେ କାଠ ଭେଳା କରି ରଥ କାଠ ଆଣିଛନ୍ତି। ସେଥିପାଇଁ ପରମ ପ୍ରଜାବତ୍ସଳ ମହାରାଜା ଶାଢ଼ୀ ଦେଇ ଦାମୋଦର ମହାପାତ୍ରଙ୍କୁ ସମ୍ମାନିତ କରିଛନ୍ତି। ଅନଙ୍ଗ ଭୀମ ନରପତି ରଥଯାତ୍ରା ପାଇଁ ଛତିଶା ନିଯୋଗ ଖଞ୍ଜି ଦେଇଥିଲେ। ରାଜା ନରସିଂହ ହରିବଂଶପୁର ମୌଜାରେ କରତିଆମାନଙ୍କ ପାଇଁ କରତି ସାହି, ଚିତ୍ରକାରମାନଙ୍କ ପାଇଁ ଚିତ୍ରକାର ସାହି, ବଳଗଣ୍ଡି ଆଗକୁ ମାଳିସାହି ସ୍ଥାପନ କରିଛନ୍ତି ରଥ ମଣ୍ଡପୀ ପାଇଁ। ଚିତ୍ରକାରମାନେ ରଥକୁ ରମଣୀୟ କରି ଚିତ୍ରିତ କରିଛନ୍ତି। ଫୁଲରେ ମଣ୍ଡଣି କରିଛନ୍ତି ମାଳିସାହିର ମାଳିମାନେ।
ବଡ଼ଦାଣ୍ଡରେ ଉଭା ଦିବ୍ୟ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ, କାଶ୍ମୀର ରାଜ୍ୟକୁ ଦୂତବରଗୀ ସୁରୁବଲି ଶାଲ ବନାତ ଅଣାଇ ତିନି ରଥଙ୍କୁ ମନୋହର କରି ମଣ୍ଡଣି କରାଇଛନ୍ତି ପରମ ଭକ୍ତ ନରସିଂହ ନରପତି। ରଥ ଉପରେ ସୁନାର ତିନି ବେଣ୍ଟିଆ ଧ୍ୱଜ କଳସ ଲାଗିଛି। କନକ ମଣ୍ଡାଇରେ ଝଲ ରତ୍ନ ଚାନ୍ଦୁଆ ଟଣା ହୋଇଛି। ଦକ୍ଷିଣା ପବନରେ ନେତ ଉଡୁ ଫରଫର। ମଣିମା ମହାପ୍ରଭୁ ରଥକୁ ବିଜେ କରୁଛନ୍ତି। ଅନ୍ୟ ଏକ ଛୋଟ ରଥରେ ବଦନ୍ତରେ ରଥଘଣ୍ଟର ବାଦ୍ୟକାରମାନେ ଆଗେ ଆଗେ ଯାଉଛନ୍ତି। ସେ ରଥକୁ ଘୋଡ଼ାମାନେ ଟାଣୁଛନ୍ତି। ଚାଉଳ ନଡ଼ିଆ ଖଣ୍ଡ ଭୋଗ ଲାଗୁଛି। ଭକ୍ତଗଣଙ୍କୁ ସେ ଭୋଗ ବଣ୍ଟନ କରାଯାଉଛି। ନରସିଂହ ମହିପତି ବିଜେ କରୁଛନ୍ତି। ମହାରାଜ ସ୍ୱୟଂ ରଥଦଉଡ଼ି ଧରି ଟାଣିଲେ, ତାପରେ ଭଗତେ ଟାଣିବେ। ଭଗତେ ରଥ ଟାଣିବା ପରେ 6ଟି ଶ୍ରେଷ୍ଠହସ୍ତୀ ଦ୍ୱାରା 32 ହାତରଥ ଟଣା ହୋଇ ପହଞ୍ଚିଯିବେ ବଳଗଣ୍ଡି ଛତା ତଳେ। ତାପରେ ମାଳିନୀ ନଦୀ ପାରି ହୋଇ ତିନି ଦିଅଁ ଯିବେ ମାଉସୀ ମା ଘରକୁ। ସାରଥୀମାନେ ବାଗଦଉଡ଼ି ଧରି ଭିଡ଼ିଲେଣି। ମଣିମା ନରସିଂହ ରଥଦଉଡ଼ି ଧରିଲେଣି। ହରିବୋଲ ହୁଳହୁଳି ବାଦ ନାଦରେ ଘୁ ଘୁ କମ୍ପୁଛି। ସ୍ପନ୍ଦିତ ହେଉଛି ନନ୍ଦିଘୋଷ। ରଥାରୂଢ଼ ମୈତ୍ରୀ ଦେବୀଙ୍କ ହୃଦୟ କନ୍ଦରେ ସ୍ପନ୍ଦନ ଜାଗୁଛି ଭକ୍ତଜନ ପାଇଁ। ମୃଦୁ ମୃଦୁ ହସୁଛନ୍ତି ରହସ୍ୟମୟ ପ୍ରଭୁ ଜଗନ୍ନାଥ। ପରମ ପରାକ୍ରମୀ ଶତ୍ରୁ ମର୍ତ୍ତନକାରୀ ମହାରାଜା କେଡ଼େ ନ୍ୟୁନ ହୋଇ ରଥରଜ୍ଜୁ ଭିଡ଼ୁଛନ୍ତି। କୋଟି କୋଟିଏ ଜନତା ଗୋଟିଏ ମନରେ ନିଉଛାଳି କରୁଛନ୍ତି ଦୁର୍ଲକ୍ଷ ସଙ୍କଟରୁ ପାରିକର ପ୍ରଭୁ। ନୀଳାଦ୍ରି ଶିଖରରୁ ଶରଧା ବାଲିଯାଏ ରଥ ଗଡ଼ି ଯାଉଛି ବଡ଼ଦାଣ୍ଡରେ କରୁଣାର ଧୂଳି ଉଡ଼ାଇ। ନହେଲେ ଜଗତ ଉଦ୍ଧାର ହେବ ନାହିଁ। ତୁମେ ତ ଅଚଳ ଅଟଳ ମହାମେରୁ। ତୁମର ପାଦ ତ ବ୍ରହ୍ମାଙ୍କ ଗୁପଦ। ସ୍ୱେଚ୍ଛାରେ ନ ଚଳିଲେ ତୁମକୁ ଚଳାଇବ କିଏ? ବେତ ଧରି ରଥମଙ୍ଗ ଆବରି ଆସୁଥିବା ଡାହୁକେ ଡାକିଲେଣି। ଯାଉ ରଥ ଯାଉ ବଳଗଣ୍ଡିକି ଥାଉ। ଉଆ ଚାଉଳ ଖଣ୍ଡ ନଡ଼ିଆ ଟାଉ ଟାଉ କରି ଖାଉ। ଘୁଁ ଘୁଁ ବିଜୟ ନିର୍ଘୋଷରେ ନନ୍ଦିଘୋଷ ଚାଲିଲାଣି। ଚୂଳମାଳ ବିଭୂଷିତ ଚନ୍ଦନ ଚର୍ଚ୍ଚିତ ନୀଳକନ୍ଦର ବାସୀ ରଙ୍ଗାଧର ବିଚିତ୍ର ଭଙ୍ଗୀରେ ଢଳି ଢଳି ରଥେ ସଙ୍ଗୀ ଚଳୁଛନ୍ତି। ଊର୍ଦ୍ଧ୍ୱକୁ ହାତ ଟେକି ନାଚୁଛନ୍ତି ଅଗଣିତ ଉଦ୍ବେଳ ଜନତା। ଉଲସି ଉଠୁଛି ସ୍ୱର୍ଗ, ମର୍ତ୍ତ ଏବଂ ପାତାଳ। କେତେ କ'ଣ ମାଗିବେ ବୋଲି ବହୁ ଦୂରରୁ ପଥ ଅତିକ୍ରମ ଆସିଥିବା ଯାତ୍ରୀମାନେ ବିବଶ ବିମୂଢ଼ ସ୍ତମ୍ଭୀଭୂତ। ସବୁ ଚିନ୍ତା ଚେତନା ଜ୍ଞାନ ଗରିମା ସ୍ଥିର ହୋଇଯାଇଛି ସେଇ ଜଗା ଆଖିରେ ପରିଧି ଭିତରେ। କ'ଣ ମାଗିବେ? ଆଉ କ'ଣ ଲୋଡ଼ା ବିଶ୍ୱମୟଙ୍କର ଏ ପତିତ ପାବନ ରୂପ ଆଉ ମନମୋହନ ଠାଣି ଦେଖିବା ପରେ? କେତେ କଥା ନିବେଦନ କରିବା ପାଇଁ ଭକ୍ତ ଧାଇଁ ଆସିବେ ଶ୍ରୀକ୍ଷେତ୍ର ଧାମକୁ। ମାତ୍ର ଦର୍ଶନ ମାତ୍ରକେ ସବୁ ବିସ୍ମରଣ ହୋଇଗଲା। ଦୁଃଖ ଶୋକ ଶୂନ୍ୟ ହେଲା। ମୃତ୍ୟୁ ହେଲା ଅମୃତ୍ୟୁମୟ। ସେ ରହସ୍ୟମୟ ଦାରୁଦେବତା କି ସମ୍ମୋହନ ଜାଣନ୍ତି କେଜାଣି? ଆଚାର୍ଯ୍ୟ ଶଙ୍କର ବି ଦିନେ ସବୁ ବିସ୍ମରି ପ୍ରାର୍ଥନା କରିଥିଲେ। ନ ବୈଜାଚ୍ୟେ ରାଜ୍ୟଂ ନ ଚ କନକ ମାଣିକ୍ୟ ବିଭବମ୍ ନ ଚଚ୍ଛେହ ରମଃ ସକଳ ଜନକାମ୍ୟଂ ବରଦୁଃଖମ୍ ସଦା କାଳେ କଳେ ପ୍ରମଥ ପତିନା ଗୀତା ଚରିତୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଦିଗ୍ବିଜୟୀ ପରମ ଆକ୍ରମଣକାରୀ ଶତ୍ରୁଜିତ ନରସିଂହ ନରପତି ମଧ୍ୟ ସବୁ ବିସ୍ମୟୀ ସେଇ ପ୍ରାର୍ଥନା କରୁଥିଲେ। ମୁଁ ରାଜା ପ୍ରାର୍ଥନା କରେ ନାହିଁ। ମୁଁ ରାଜ୍ୟ ପ୍ରାର୍ଥନା କରେ ନାହିଁ। ସ୍ୱର୍ଣ୍ଣ ମଣିମାଣିକ ଆଦି ବିଭବରେ ମୋର ପ୍ରୟୋଜନ ନାହିଁ। ସର୍ବଜନ ବାଞ୍ଛିତ ସୁନ୍ଦରୀ ବଧୂରତ୍ନରେ ମୋର ଅଭିଳାଷ ନାହିଁ। ପ୍ରଥମ ପତି ମହେଶ୍ୱର ନିରନ୍ତର ଯେକୌଣସି କାଳରେ ଯାହାଙ୍କର ଚରିତମାନ ଗାନ କରନ୍ତି ସେହି ପ୍ରଭୁ ଜଗନ୍ନାଥ ମୋର ନୟନ ପଥଗାମୀ ହୁଅନ୍ତୁ। ଗଦ୍ଗଦ୍ ସ୍ୱରମରେ ପରମ ବିଭବଶାଳୀ ମହାରାଜା ଗାଉଛନ୍ତି। ଓହୋ ଦୀନନାଥଂ ନିହିତ ମଚଳଂ ନିଶ୍ଚିତ ପଦମ୍ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଦୀନ ଓ ଅନାଥ ଗଣଙ୍କ ପାଇଁ ଯାହାଙ୍କର ଅଚଳ ପାଦ ସ୍ଥାପିତ ହୋଇଛି ସେହି ପ୍ରଭୁ ଜଗନ୍ନାଥ ମୋର ନୟନ ପଥଗାମୀ ହୁଅନ୍ତୁ। ମହାରାଜା ଭାବୁଛନ୍ତି, ଯେଉଁ ଦେଶର ଇଷ୍ଟଦେବତା ସୁଶୋଭିତ ରତ୍ନ ସିଂହାସନ 56 ଭୋଗ ସୁଦୀର୍ଘ ପୂଜା ଉପଚାର ଛାଡ଼ି ଦୁର୍ଦ୍ଦିନ ଘୋର ବର୍ଷା କାଳରେ ପତିତମାନଙ୍କୁ ଦର୍ଶନ ଦେବା ପାଇଁ ଦାଣ୍ଡକୁ ବାହାରି ଆସନ୍ତି ଭେଦଭାବ ଭୁଲି।
ସମସ୍ତଙ୍କୁ ଦେଖିବା ପାଇଁ ବିସ୍ଫାରିତ ନେତ୍ରଯୁଗଳ, ସମସ୍ତଙ୍କୁ ହସାଇବା ପାଇଁ ପ୍ରସାରିତ ହୋଇ ରଙ୍ଗ ଅଧର, ସେ ଦେଶର ରାଜା ପାଖରେ ସିଂହାସନର ମୂଲ୍ୟ ପ୍ରଜାଗଣଙ୍କର ହୃଦୟ ଆସନ ତୁଳନାରେ କେଡ଼େ ତୁଚ୍ଛ। ଉତ୍ତରାଧିକାରୀ ସୂତ୍ରରେ କିମ୍ବା ବାହୁବଳରେ ସିଂହାସନ ଅଧିକାର କରାଯାଇପାରେ, ମାତ୍ର ପ୍ରଜାର ହୃଦୟ ସିଂହାସନ ଅଧିକାର କରିବା ପାଇଁ ଲୋଡ଼ା ତ୍ୟାଗ, ସାଧନା, ପ୍ରଜାନୁରଞ୍ଜନ ଏବଂ ମାନବ ପ୍ରେମ। ଦୀନ ଦୁଃଖୀର ଦୁଃଖ ହୃଦୟ ସିଂହାସନରେ ବିରାଜିତ ହେବା ପାଇଁ ଯଦି ରାଷ୍ଟ୍ରଦେବତା ଜଗନ୍ନାଥ ରତ୍ନ ସିଂହାସନ ତ୍ୟାଗ କରି ଆସିପାରନ୍ତି, ତାଙ୍କର ଛାର ସେବକ ପୁରୁଷୋତ୍ତମ ପୁତ୍ର ନରସିଂହ ପାରିବ ନାହିଁ କାହିଁକି? ଛଳ ଛଳ ନେତ୍ରରେ ରଥାରୂଢ଼ ପ୍ରଭୁ ଅନ୍ତର୍ଯ୍ୟାମୀଙ୍କୁ ଚାହିଁ ନରସିଂହ ଜଣା ନ କଲେ, ପଥ ଦେଖାଅ ପ୍ରଭୁ, ପ୍ରଜାଙ୍କର ଦୁଃଖ ସନ୍ତାପ ପୋଛି ନେବା ପାଇଁ ବାଟ କଢ଼ାଇ ନିଅ। ଆଖିମୁଦି ରାଜା ଗୁଣଗୁଣ ସ୍ୱରରେ ବିହ୍ୱଳ ହୋଇ ଗାଇଲେ, ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ। ମୁଦିଲା ଆଖିପତାରୁ ଝରଝର ପ୍ରେମାଶ୍ରୁ ଝରିଯାଉଛି। ଅକସ୍ମାତ୍ ମହାରାଜାଙ୍କ ନୟନ ପଥଗାମୀ ହେଲା ଜନସମୁଦ୍ର ଭିତରେ ବିଦ୍ୟୁତ୍ଲତା ପ୍ରାୟ କେହି ଜଣେ ପରମ ବୈଷ୍ଣବୀ। ଭାବସମୁଦ୍ରରେ ବୁଡ଼ିଯାଇ ସେ ପ୍ରଭୁଙ୍କୁ ଏକଲୟରେ ଚାହୁଁଛି। ଝରଝର ଅଶ୍ରୁ ଝରୁଛି କୋମଳ ଗଣ୍ଡ ଦେଇ। କିଏ କିଏ ସେ ରୂପସୀ ବୈଷ୍ଣବୀ? ଚନ୍ଦ୍ରଭାଗା। ନାରୀଟି ଦୃଷ୍ଟି ଅକସ୍ମାତ୍ ମହାରାଜାଙ୍କ ଦୃଷ୍ଟିରେ କ୍ଷଣକ ପାଇଁ ମିଳିତ ହେଲା। ତାପରେ ବିଦ୍ୟୁତ୍ଲତା ହଜିଗଲା ଅନନ୍ତ ମେଘରାଶିରେ। ବଳଗଣ୍ଡି ଆଡ଼କୁ ଆଗେଇ ଯାଉଛି ତିନି ରଥ, ଜନସମୁଦ୍ରକୁ ଦୁଇ ଭାଗ କରି। ଆଡ଼େ ହେଉଛି ଜନତା, ବିଦ୍ୟୁତ୍ଲତାର ଚିହ୍ନ ବର୍ଣ୍ଣ ନାହିଁ। ତେବେ କ'ଣ ଏ ମହାରାଜାଙ୍କର ପଲକର ଭ୍ରମ? ଜଗନ୍ନାଥଙ୍କୁ ଧ୍ୟାନ କରୁ କରୁ ସେ ପରମ ବୈଷ୍ଣବୀ ଚନ୍ଦ୍ରଭାଗାକୁ ମନେ ମନେ ଖୋଜୁଛନ୍ତି ବୋଲି ପ୍ରଭୁ ଚେତାଇ ଦେଲେ। ନରସିଂହ ବିହ୍ୱଳ ହୋଇ ଭାବିଲେ, ଜଗତର କର୍ତ୍ତା ଜଗନ୍ନାଥଙ୍କର ଯିଏ ଶରଣାଗତ, ତାକୁ ଛାର ନରସିଂହ ନରାଧମ ଆଉ ଖୋଜିବ କାହିଁକି? ଚନ୍ଦ୍ରଭାଗାର ଏହି ଅଭିନବ ରୂପ ଦର୍ଶନ କରି ନରସିଂହ ଉପଲବ୍ଧି କଲେ, ଚନ୍ଦ୍ରଭାଗା ଜନ୍ମ ଜନ୍ମାନ୍ତରର ବିବର୍ତ୍ତନରୁ ଆଜି ଅତୀତ, ସେ ଏଥର ମୁକ୍ତ। ପଲକ ମାତ୍ରକେ ଚନ୍ଦ୍ରଭାଗା ଜନସମୁଦ୍ରର ଢେଉ କାଟି ଅନ୍ତର ହୋଇଗଲା। ଥର ଥର କମ୍ପୁଛି ତାର ଦେହ, ମନ, ଅନ୍ତର ଆତ୍ମା। ପରମ ପରାକ୍ରମଶାଳୀ ମହାରାଜାଙ୍କୁ ସେ କେତେଥର ପାଖରେ ପାଇଛି, କେତେଥର ତାଙ୍କୁ ଭର୍ତ୍ସନା କରିଛି ବିରହ ବେଦନାରେ ଘାରି ହୋଇ। ଅଥଚ କ୍ଷମାଶୀଳ ପ୍ରଜାବତ୍ସଳ ନରସିଂହ ବାରମ୍ବାର ତାରି ଜୀବନ ରକ୍ଷା କରିଛନ୍ତି। ରାଜଧାନୀକୁ ନେଇ ତାର ସମସ୍ତ ସୁବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହାୟ, ସେତେବେଳେ ସେ ଯଦି ଚିହ୍ନି ପାରିଥାନ୍ତା, ତେବେ ତାଙ୍କର ପାଦଧୂଳି ନେଇ ନିଜ ଜୀବନକୁ ଧନ୍ୟ ମନେ କରିଥାନ୍ତା। ତାରି କଥାରେ ମହାରାଜା ପୁଣି 12 ବର୍ଷର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଛନ୍ତି। ତାର ଭଲମନ୍ଦ ବୁଝିବା ପାଇଁ ବାରମ୍ବାର ଅନ୍ଧାରେ ବିଜେ କରି ସିନ୍ଦୁରପଦା ଗ୍ରାମକୁ ଧାଇଁ ଯାଇଛନ୍ତି, ରାଜପ୍ରସାଦର ବିଳାସ ବେଶନକୁ ଛାଡ଼ି। ପ୍ରଭୁ ଜଗନ୍ନାଥଙ୍କର ଯିଏ ସେବକ, ସେ ତ ପରମ ପବିତ୍ର ପୁରୁଷ। ତାଙ୍କ ସ୍ପର୍ଶରେ ସେ ନିଜକୁ କଳଙ୍କିନୀ ମଣିଲା କାହିଁକି? ରଥରଜ୍ଜୁ ଟାଣି ଧରିଥିବା ନରସିଂହ ନରପତିଙ୍କୁ ଅତି ନିକଟରୁ ଦେଖି ସେ ଚିହ୍ନି ପାରିଛି। ଯେତିକି ଉଲ୍ଲସିତ ହୋଇଛି, ସେତିକି ବିଷାଦରେ ସେ ଭାଙ୍ଗି ପଡ଼ିଛି। ଏହି ପରମ ପୁରୁଷ ମହାରାଜା ତାର ପତ୍ର କୁଡ଼ିଆରେ ସେଦିନ ରାତିରେ ଅତିଥି ହେଇଥିଲେ। ଜାଣିଥିଲେ ସେ ତାଙ୍କର ପଦରେଣୁରେ ମୁଣ୍ଡକୁ ମାରି ଜୟଗାନ କରିଥାନ୍ତା। ସେଦିନ ସେଇ ଆହତ ସେନାପତି କାଳେ ତାକୁ ରାଜଧାନୀ ଧରିନେବେ, ସେ ଭୟରେ ସେ କୁଡ଼ିଆର ସମୁଦ୍ର ତୀରେ ତୀରେ ଅଜଣା ପଥରେ ମୁହଁ ଲୁଚାଇ ଚାଲୁଥିଲା। ଭାବୁଥିଲା ଯିବ କେଉଁଠିକି? ମାଟିର ଦୀପାଳି ବିକ୍ରି କଲେ ରାଜାଙ୍କ ଲୋକ ତାକୁ ଚିହ୍ନଟ କରି ନେଇ ଯିବେ। ରାଜଧାନୀକୁ ଗଲେ ତାର ଦୁଃଖ ବଢ଼ିବ ସିନା, କମିବ ନାହିଁ। ସ୍ୱାମୀ ତାର ବରଂ ଅଧିକ ଦୁଃଖ ପାଇବେ। ସେ ତାଙ୍କ ପାଖରେ ମରିଯାଇଛି, ସେଇ ଭଲ। କୋଣାର୍କ ମନ୍ଦିର ଶେଷ କରି ଫେରି ଆସିଲେ ସେ ପୁଣି ବିବାହ କରିବେ, ନୂଆ ସଂସାର ପାତିବେ। ଚନ୍ଦ୍ରଭାଗା ସହ ତାଙ୍କର ସଂସାର ଆରମ୍ଭ ବି ତ ହେଇନଥିଲା, ସେ କାହିଁକି ବିନା ଦୋଷରେ ଦୁଃଖ ପାଇବେ? ଚନ୍ଦ୍ରଭାଗାର ଶାଶୁ ସବୁବେଳେ କହନ୍ତି, ତୁ ବାପଘର ଚାଲିଯା, ତୋର ଯାହା ଇଚ୍ଛା ତା କର। ଚାହିଁଲେ ଅନ୍ୟଠି ଦ୍ୱିତୀୟ ବିବାହ କରିଯା। ପୁଅ ପାଖକୁ ଖବର ପଠାଇଦେବି, ବୋହୂର ମହାମାରୀରେ କୃଷ୍ଣପ୍ରାପ୍ତି ହୋଇଛି। ପୁଅ ଫେରି ଆସିଲେ ସୁଲକ୍ଷଣା ବୋହୂଟିଏ ଘରକୁ ଆଣିବେ। ତାର ସ୍ୱାମୀଙ୍କ ପାଖକୁ ହୁଏତ ତାର ମୃତ୍ୟୁ ସମ୍ବାଦ ପଠାଇ ଦିଆଯାଇଥିବ, ସେ ବରଂ ଭଲ।
ରାଜଧାନୀ ଫେରିଗଲେ ସେ ତ ଆଉ କୁଳବଧୂର ଆସନ ଫେରି ପାଇବନି, ତାର ସ୍ୱାମୀଙ୍କୁ ଦୁଃଖ ମନସ୍ତାପରେ ପକାଇବ କାହିଁକି? ଏମିତି ଭାବୁ ଭାବୁ ଆକସ୍ମାତ୍ ଦେବଦାସୀ ମେଖଳାକୁ ଭେଟିଥିଲା ଚନ୍ଦ୍ରଭାଗା। ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ସ୍ନାନ ସାରି ମେଖଳା ଫେରିବାର ଉପକ୍ରମ କରୁଥିଲା। ଗୁଣୁଗୁଣୁ ସ୍ୱରରେ ଶ୍ରୀ ଜୟଦେବ ରଚିତ ଶ୍ରୀ ଗୀତ ଗୋବିନ୍ଦ ପଦଟିଏ ସେ ଗାଉଥିଲା। ସେ ମଧୁର ସ୍ୱର ଚନ୍ଦ୍ରଭାଗାର ଅଶାନ୍ତ ହୃଦୟକୁ କ୍ଷଣକରେ ଶାନ୍ତ କରିଦେଲା। ମନମୁଗ୍ଧ ହରିଣୀ ଭଳି ସେ ଠିଆ ହୋଇଗଲା ସଙ୍ଗୀତକୁ କାନ ଡେରି। ବିସ୍ମିତ ହେଇ ମେଖଳାରେ ପ୍ରଶ୍ନ କଲା, କିଏ ତମେ? ଏ ଅସମୟରେ ଏକା ଏକା ଚାଲିଛ? ଚନ୍ଦ୍ରଭାଗା କରୁଣରେ ଉତ୍ତର ଦେଲା, ମୁଁ ଅସହାୟା। ଏ ସଂସାରରେ ମୁଣ୍ଡ ଗୁଞ୍ଜିବା ପାଇଁ ମୋର ସ୍ଥାନ ନାହିଁ। ଜାଣେ ନା ମୁଁ କୁଆଡ଼େ ଯାଉଛି। ତମ କଣ୍ଠର ଅମୃତ ପଦାବଳୀ ଶୁଣି ଜୀବନ ଧନ୍ୟ ହେଲା। ସବୁଦିନ ଏଇ ଗୀତ ଶୁଣିଲେ ସବୁ ଦୁଃଖ ହରଣ ହୁଅନ୍ତା। ମେଖଳା ପୁଲକିତ ହୋଇ ପଚାରିଲା, ମୋ ଘରେ ଆଶ୍ରୟ ନେବ? ମୋର ପରିଚାରିକା ବିବାହ କରି ଅନ୍ୟତ୍ର ଚାଲିଯିବା ପରେ ମନୋମତ ପରିଚାରିକାଟିଏ ମୁଁ ଖୋଜୁଛି। ରହିବ ମୋ ଘରେ? ଚନ୍ଦ୍ରଭାଗା ଶୂନ୍ୟକୁ ପ୍ରଣାମ ଜଣାଇ କହିଲା, ଜଗନ୍ନାଥଙ୍କର ଯାହା ଇଚ୍ଛା ତାକୁ ଏଡ଼ିବ କିଏ? ମୋ ମନ ବୁଝି ପ୍ରଭୁ ନିର୍ଭୟ ଆଶ୍ରୟ ମୋତେ ପହଞ୍ଚାଇଛନ୍ତି। ଆଉ ଚିନ୍ତା କ'ଣ? ଦେବଦାସୀ ମେଖଳାର ପଛେ ପଛେ ଚନ୍ଦ୍ରଭାଗା ଗୋଟିଏ ଗୋଟିଏ ପାଦ ପକାଇ ଚାଲିଲା। ପ୍ରଭାତୀ ତାରା ଆକାଶରେ ନୀଳ ବନାନୀ ତଳେ ଡୁବି ଯାଉଥାଏ। ବେଶ୍ ନିରାପଦ ଆଶ୍ରୟ ଭିତରେ। ଜଗନ୍ନାଥଙ୍କ ସେବା ପୂଜା କରି ପରିଚାରିକା ଚନ୍ଦ୍ରଭାଗାର ଦିନ କଟି ଯାଉଥାଏ। ରଥ ଉପରେ ଜଗନ୍ନାଥଙ୍କ ପତିତ ପାବନ ଦୃଶ୍ୟ ଦେଖିଲେ ଆତ୍ମା ବିମୁକ୍ତ ହୁଏ। ଦୁଃଖ ଯନ୍ତ୍ରଣା ହାହାକାର ଭରା ପୃଥିବୀରେ ଆଉ ଜନ୍ମ ନେବାକୁ ଇଚ୍ଛା ହୁଏ ନାହିଁ। ସେ କାମନାରେ ଚନ୍ଦ୍ରଭାଗା ବଡ଼ଦାଣ୍ଡର ଜଗନ୍ନାଥ ଦର୍ଶନ କରିବାକୁ ଯାଇ ନରସିଂହ ନରପତିଙ୍କୁ ଦର୍ଶନ କଲା। ହର୍ଷ ବିଷାଦ ପୁଲକ ବେଦନା ଆଶା ଆଶଙ୍କାରେ ତାର ହୃଦୟଟି ରଖିପାରୁ ନଥାଏ। ଜୀବନରେ ଯେଉଁ ପ୍ରଥମ ପୁରୁଷ ତା ମନ ତଳେ ଭକ୍ତି ସମ୍ଭ୍ରମ ମମତା ଆଉ ମଧୁରତାର ଫଲ୍ଗୁ ଝରାଇଥିଲେ, ସେ ହେଉଛନ୍ତି ପରମ ପରୁଷ ନରସିଂହ ନରପତି, ଜଗନ୍ନାଥଙ୍କର ସେବକ, ଉତ୍କଳ ରାଜ୍ୟର ଅପରାଜେୟ ଅଧୀଶ୍ୱର ମହାରାଜା ନରସିଂହ ଦେବ। ଚନ୍ଦ୍ରଭାଗା ତାଙ୍କର ସହାନୁଭୂତିର ସ୍ପର୍ଶ ଲାଭ କରିଛି। ତାଙ୍କ ଚରଣ ସେବାର ସୁଯୋଗ ପାଇଛି। ଏତେ ସୌଭାଗ୍ୟ ଭିତରେ ବି ସେ ଏକା ଭାଗ୍ୟହୀନା ସମାଜ ପରିତ୍ୟକ୍ତା ପତି ସ୍ନେହରୁ ବଞ୍ଚିତା ନିରାଶ୍ରୟୀ। ଆଉ ଥରେ ସେ ସମର୍ପି ଦେଲା ନିଜକୁ ଜଗନ୍ନାଥଙ୍କ ପାଦତଳେ। ଅଶ୍ରୁ ପ୍ଲାବିତ ନେତ୍ରରେ ଜଗନ୍ନାଥଙ୍କୁ ସ୍ମରଣ କରି ଅଭିମାନ ଭରା ଅଭିଯୋଗ ବାଢ଼ିଦେଲା, ପ୍ରଭୁ, ଆଉ କେତେ ଦିନ ଏ ମାୟା ଯନ୍ତ୍ରଣାରେ ମୋତେ ଏମିତି ଘାଣ୍ଟୁଥିବ? ପାଦପଦ୍ମରେ ସ୍ଥାନ ଦେବା ପାଇଁ ଆଉ କେତେ ଡେରି? ମୋର ସୌଭାଗ୍ୟ ବି ମୋତେ କନ୍ଦାଉଛି। ଏ କି ବିଡ଼ମ୍ବନା! ଆଲୋକ ଛାୟାର ମଧୁର ଆଲୋଡ଼ନ ଭିତରେ କୋଣାର୍କର ପ୍ରତିଟି ଶିଳାଖଣ୍ଡ ଜୀବନ୍ୟାସ ପାଇଥାଏ। ଶିଳାଖଣ୍ଡର ପ୍ରତିଟି ରେଣୁ ସ୍ପନ୍ଦିତ ହେଉଥାଏ। କୋଣାର୍କ ରଙ୍ଗମଞ୍ଚରେ ଧର୍ମପଦ ନାଟକ ଅଭିନୀତ ହେଉଥାଏ। ସ୍ଥାନୀୟ ଯୁବକମାନେ ଧର୍ମପଦ ନାଟକ ମଞ୍ଚସ୍ଥ କରିଥାନ୍ତି ସଫଳତାର ସହିତ। ଧର୍ମପଦ ଭୂମିକାରେ ଧର୍ମାନନ୍ଦର ଅଭିନୟ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଜୀବନ୍ତ ମନେ ହେଉଥାଏ। ନାଟକ ଦେଖୁ ଦେଖୁ ଚାର୍ଲ୍ସ ବିଷ୍ଣୁ ମହାରଣାଙ୍କୁ ପଚାରିଲା, ଧର୍ମପଦକୁ ଆପଣ ଚିହ୍ନନ୍ତି? ବିଷ୍ଣୁ ମହାରଣା ଭାବବିହ୍ୱଳ କଣ୍ଠରେ କହିଲେ, ଧର୍ମପଦ ହୋଇପାରେ ସତ୍ୟ, କିମ୍ବଦନ୍ତୀ କିମ୍ବା କାହାଣୀ, କିନ୍ତୁ କୋଣାର୍କର ପ୍ରତ୍ୟେକ ଶିଳ୍ପୀ ହେଉଛନ୍ତି ଜଣେ ଜଣେ ଧର୍ମପଦ, ଏଥିରେ ସନ୍ଦେହ ନାହିଁ। କୋଣାର୍କର ପ୍ରତିଟି ଶିଳାଖଣ୍ଡର ବିଚିତ୍ର କଳାକୌଶଳ ସେ ଧର୍ମପଦମାନଙ୍କର ତ୍ୟାଗ, ସାଧନା ଏବଂ ଦେଶପ୍ରେମର ଜ୍ୱଳନ୍ତ ନିଦର୍ଶନ। ହାୟ, କୁଆଡ଼େ ଗଲେ ସେଦିନର ସେହି ଧର୍ମପଦମାନେ? କୋଣାର୍କ କ୍ଷୟ ହୋଇପାରି ଯାଉଛି କାଳ କାଳର ହସ୍ତସ୍ପର୍ଶରେ। କିଏ ତାକୁ ରକ୍ଷା କରିବ? କିଏ ଗଢ଼ିବ ନୂତନ କୋଣାର୍କ? ପ୍ରାଚୀ ଉତ୍ସାହିତ କଣ୍ଠରେ କହିଲା, ଅଜା, ଧର୍ମପଦ ମରିନାହିଁ। ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଭିତରେ କୋଣାର୍କ ଶିଳ୍ପୀ ଧର୍ମପଦ ବଞ୍ଚି ରହିଛି। ମୁଁ ପ୍ରତି ରାତ୍ରିରେ ଏବେ ଧର୍ମପଦର ଛାୟାମୂର୍ତ୍ତି ଦେଖୁଛି, ଶୁଣୁଛି ତାର ନିହାଣ ମୁଗୁରର ଶବ୍ଦ। ଭଗ୍ନ କୋଣାର୍କକୁ ପୁନଃ ଜୀବିତ କରିବା ପାଇଁ ପ୍ରତି ରାତ୍ରିରେ କୋଣାର୍କର ଶିଳ୍ପୀ ଆତ୍ମା ଫେରିଆସେ କୋଣାର୍କ ବେଢ଼ାକୁ। 700 ବର୍ଷର ଅତୀତକୁ ଅତିକ୍ରମ କରି ଧର୍ମପଦ ପ୍ରତି ରାତ୍ରିରେ କୋଣାର୍କର କାରୁକାର୍ଯ୍ୟ ଲେଖେ। ଚାର୍ଲ୍ସ ହସିଦେଇ କହିଲା, ପ୍ରାଚୀପ୍ରଭା,
ଦୟାକରି ସେଇ ବିଦେହୀ ଧର୍ମପଦର ଆତ୍ମା ସହ ମୋର ଭେଟ କରାଇ ପାରିବ? ତାଠାରୁ ମୁଁ ଉତ୍କଳର ଅପୂର୍ବ କଳା କୌଶଳ ସମ୍ପର୍କରେ କୋଚିଂ ନେବାକୁ ଚାହେଁ। ପ୍ରାଚୀପ୍ରଭା କ୍ଷୁଣ୍ଣ ହେଲା ବୋଧହୁଏ। ଶୁଷ୍କ କଣ୍ଠରେ ସେ କହିଲା, ମୋତେ ଅବିଶ୍ୱାସ କରୁଛ? ଚାହୁଁ ଯଦି କେବେ ନିର୍ଜନ ରାତିରେ କାନ ପାରି ଶୁଣ। ମନ୍ଦିର ବେଢ଼ାର ନିହାଣ ମୁଗୁର ଶବ୍ଦ ସ୍ପଷ୍ଟ ଶୁଣିପାରିବ। ଝରକା ଖୋଲି ଘରେ ଶୋଇଲେ ମୁଁ ସେ ଶୁଣିପାରେ। ବିଷ୍ଣୁ ଅଜା ତାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ। ବିଷ୍ଣୁ ମହାରଣା ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ଅନୁଚ୍ଚ କଣ୍ଠରେ କହିଲା, ମୁଁ ତାକୁ ପ୍ରତିଦିନ ଦେଖୁଛି। ଅସ୍ପଷ୍ଟ ଛାୟାମୂର୍ତ୍ତିଟିଏ, ଧର୍ମପଦ ବୟସଣ। କୋଣାର୍କ ବେଢ଼ାରେ ରାତିସାରା ଘୂରୁଥାଏ। ବେଳେବେଳେ ପଥର ଖଣ୍ଡରେ ଭାସ୍କର୍ଯ୍ୟ ଉତ୍କୀର୍ଣ୍ଣ କରେ। ବିଦେହୀ ଆତ୍ମା ନ ହୋଇଥିଲେ ରାତ୍ରି ଜଗୁଆଳିର ଦୃଷ୍ଟି ଏଡ଼ି ତାଲାବନ୍ଦ ଲୁହା ଫାଟକ ଡେଇଁ କୋଣାର୍କ ବେଢ଼ାରେ ପଶନ୍ତା କିପରି? କିନ୍ତୁ ବିଦେହୀ ଆତ୍ମା କ'ଣ ନୂତନ କୋଣାର୍କ ଗଢ଼ିପାରେ? ଚାର୍ଲ୍ସ ଉତ୍ସୁକ ଦେଇ କହିଲା, ମୋତେ ତା ସହ ସାକ୍ଷାତ କରାଇ ଦେଇ ପାରିବ ଅଜା? ତା ସହ ମୋର ଜରୁରୀ କାମ ଅଛି। ହୁଏତ ମୋ ଗବେଷଣାର ନୂତନ ଦିଗ ଉନ୍ମୋଚିତ ହେବ। ବିଷ୍ଣୁ ମହାରଣା ସର୍ବଜାଣ ସିଦ୍ଧ ପୁରୁଷ ଭଳି ରହସ୍ୟମୟ ହସ ହସିଲେ। କହିଲେ, ଅଶରୀରୀ ଆତ୍ମା ସହ ସିଧାସଳଖ ଦେଖା କରି ହୁଏନା। ତମେ ଚାହିଁଲେ ଦୂରରୁ ତାକୁ ଲକ୍ଷ୍ୟ କରିପାର। ତମର ଉପସ୍ଥିତିରେ ସେ ହୁଏତ ଅଦୃଶ୍ୟ ହୋଇଯାଇପାରେ। ବେଶ୍, ସେତିକି ମୁଁ ଦେଖିବି, ଚାର୍ଲ୍ସ କହିଲା। ତେବେ କାଲି ଅର୍ଦ୍ଧରାତ୍ରରେ କୋଣାର୍କ ବେଢ଼ାରେ ପାଚିରୀ ଉପରେ ଠିଆ ହୋଇ ଲକ୍ଷ୍ୟ କର। ମୁଁ ଧର୍ମପଦ ହିନ୍ଦୁ ହୋଟେଲର ବାରଣ୍ଡାରେ ତମକୁ ଅପେକ୍ଷା କରିବି। ବିଷ୍ଣୁ ମହାରଣା କହିଲା। ପ୍ରାଚୀପ୍ରଭା କହିଲା, ଅଜା, ମୁଁ ବି ଧର୍ମପଦକୁ ଦେଖିବାକୁ ଚାହେଁ। ମଉସାଙ୍କ ଅନୁମତି ନେଇ ମୁଁ ମଧ୍ୟ ଆସିବି। ମନରେ ଭୟ ନ ରଖିଲେ ତୁ ମଧ୍ୟ ଆସି ଦେଖିପାରୁ। ମୋ କଥା ଅନ୍ୟମାନେ ଅବିଶ୍ୱାସ କରୁଛନ୍ତି, ବିଷ୍ଣୁ ମହାରଣା କହିଲେ। ଚାର୍ଲ୍ସ ସାନ୍ତ୍ୱନାଭରା କଣ୍ଠରେ କହିଲା, ମୁଁ ବି ଦିନେ ଭୂତପ୍ରେତର ଅବିଶ୍ୱାସ କରୁଥିଲି। କିନ୍ତୁ ସେଇ ଅଶରୀରୀ ନାରୀର ଛାୟାମୂର୍ତ୍ତିକୁ ଅନେକ ଥର ସାମ୍ନା କଲା ପରେ ମୁଁ ଆପଣଙ୍କୁ ବିଶ୍ୱାସ କରେ। ଧନ୍ୟବାଦ ସାହେବ। ତମେ ଭାରତର ଭୂତପ୍ରେତକୁ ବିଶ୍ୱାସ କର ବା ନ କର, ମଣିଷକୁ ଯେ ବିଶ୍ୱାସ କରିବାକୁ ଆରମ୍ଭ କରିଛ, ସେତିକି ତମ ମନରେ ସ୍ଥିରତା ଆଣିବ, ଶାନ୍ତି ଆଣିବ, ଏଥିରେ ସନ୍ଦେହ ନାହିଁ। ବିଷ୍ଣୁ ମହାରଣା ଶୂନ୍ୟକୁ ଚାହିଁ ଗୁଣୁଗୁଣୁ ସ୍ୱରରେ ସ୍ୱର୍ଗତୋକ୍ତି କଲା। ଏତେ ବିଶ୍ୱାସ, ଏତେ ଅବିଶ୍ୱାସ, ଏତେ ଅଶାନ୍ତି, ଏତେ ପ୍ରତାରଣା ନଥିଲା ତ ସେ ରାଜୁତିରେ। ସେ ଦୀର୍ଘଶ୍ୱାସ ଛାଡ଼ିଲା। କରତାଳ ଧ୍ୱନି ଭିତରେ ଯବନିକା ପତନ ହେଲା। ପୂର୍ଣ୍ଣାଙ୍ଗ କୋଣାର୍କର ଛବି ଭାସି ଉଠିଲା ସଫେଦ ପରଦାରେ। କରୁଣ ରାଗଟିଏ ବାଜି ଉଠୁଥାଏ ଧର୍ମପଦର ଆତ୍ମୋତ୍ସର୍ଗରେ। ପ୍ରାଚୀପ୍ରଭା କହିଲା, ଉଜ୍ଜ୍ୱଳ ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱ ଭଳି ସବୁ କୀର୍ତ୍ତି ପଛରେ କ'ଣ ଏମିତି କରୁଣ ହାହାକାର ଲୁଚିଥାଏ, ଯାହାକୁ ଇତିହାସ ପୃଷ୍ଠାରେ ଲେଖାଯାଏ ନାହିଁ? କୋଣାର୍କ ଇତିହାସର ଶିଳ୍ପୀ କମଳ ମହାରଣା ଆଉ ଚନ୍ଦ୍ରଭାଗାର ଆହୁରି କେତେ କେତେ ଅଭାଗିନୀ ନାରୀ କୋଣାର୍କର କଳାକୀର୍ତ୍ତି ଭିତରେ ନିଜର କୁସୁମିତ ଜୀବନ ଯୌବନକୁ ଅର୍ଘ୍ୟରେ ବାଢ଼ି ଦେଇଥିବେ। କିଏ ତାର ହିସାବ ରଖିଛି? ପ୍ରାଚୀପ୍ରଭା ସାମ୍ନାରେ ଧର୍ମାନନ୍ଦ ଠିଆ ହୋଇଛି ଧର୍ମପଦ ବେଶରେ। ବିହ୍ୱଳ ହେଇ ତାକୁ ଚାହିଁଛି ପ୍ରାଚୀପ୍ରଭା। ପ୍ରାଚୀ କହିଲା, ଧର୍ମୁ, ତୋ ଭିତରେ ଏ କଳା ବି ଅଛି? ମୋତେ ଜଣା ନଥିଲା। କୋଣାର୍କକୁ ତୁ ସେତିକି ପ୍ରାଣ ଦେଇ ଭଲ ପାଉନଥିଲେ ଧର୍ମପଦର ଅଭିନୟ ଏତେ ଜୀବନ୍ତ ଆଉ ମର୍ମସ୍ପର୍ଶୀ ଭାବରେ ଫୁଟାଇ ପାରିନଥାନ୍ତୁ। ତତେ ମୁଁ ଭୁଲ ବୁଝିଥିଲି ଏ ପର୍ଯ୍ୟନ୍ତ। ଧର୍ମପଦ ସଙ୍କୋଚଭରା କଣ୍ଠରେ କହିଲା, ଅପା, ଅଭିନୟ ସତ ନୁହେଁ। ଅବଶ୍ୟ ଧର୍ମପଦ ଭଳି କୋଣାର୍କକୁ ମୁଁ ଭଲ ପାଏ। କିନ୍ତୁ କୋଣାର୍କ ଥିଲା ଶିଳ୍ପୀ ଧର୍ମପଦର ଜୀବନ, ଆଉ କୋଣାର୍କ ଆଜି ହେଉଛି ମୋରି ଭଳି ଅଧମ ଧର୍ମପଦମାନଙ୍କର ଜୀବିକା। ତଫାତ୍ ଏତିକି। ଦର୍ଶକମାନଙ୍କର ଉଚ୍ଛ୍ୱସିତ ଅଭିନନ୍ଦନକୁ ପଛକରି ଧର୍ମାନନ୍ଦ ଅନ୍ଧାର ଆଡ଼କୁ ଆଗେଇଗଲା। ନିଜ ଅଭିନୟରେ ସେ ଯେମିତି ସୁଖୀ ନୁହେଁ। ଏକଦା ମେଧାବୀ ଛାତ୍ର ଧର୍ମାନନ୍ଦ ନିଜର ବାପା, ମା, ପରିବାର, ପେଶା ଏବଂ ସାରା ସଂସାର ବିଷୟରେ ଅସୁଖୀ, ଏକଥା ପ୍ରାଚୀପ୍ରଭା ଜାଣେ। ଧର୍ମାନନ୍ଦର ଅସୁଖୀ ଆତ୍ମା ପ୍ରତି ପ୍ରାଚୀପ୍ରଭାର ମାତୃହୃଦୟ ସହାନୁଭୂତିରେ ଆର୍ଦ୍ର ହୋଇଗଲା। ନିର୍ଜନତା ଏବଂ କୋଣାର୍କ ଉଭୟ ପ୍ରାଚୀପ୍ରଭାକୁ ଆକର୍ଷଣ କରନ୍ତି। ଦୀନବନ୍ଧୁଙ୍କର ଅନୁମତି ନେଇ ପ୍ରାଚୀପ୍ରଭା ଏବଂ ଚାର୍ଲ୍ସ ଅର୍ଦ୍ଧରାତ୍ରି ପରେ କୋଣାର୍କ ଆଡ଼କୁ ପାଦ ବଢ଼ାଇଲେ। କୋଣାର୍କ ଅଞ୍ଚଳରେ ଯାତ୍ରୀମାନଙ୍କର ଗହଳି ଲାଗିଗଲାଣି। ଚନ୍ଦ୍ରଭାଗା ବୁଡ଼ ଆଉ ଅଳ୍ପ ଦିନ ବାକି। ରାତିସାରା
ଘରୋଇ ବସ୍ରେ ଯାତ୍ରୀମାନେ ଯିବା ଆସ କରୁଛନ୍ତି। ଭୟର କିଛି କାରଣ ନାହିଁ। ଦୋକାନ ବଜାର ଇତ୍ୟାଦି ଜାଗ୍ରତ ଅଛି ରାତି ସାରା। ଚାର୍ଲ୍ସ ପିଲାଟା ଉପରେ ଦୀନବନ୍ଧୁ ଏବଂ ଚାରୁକଳାଙ୍କର ଅଗାଧ ବିଶ୍ୱାସ। ତା ଦେହର ରଙ୍ଗ ଭଳି ମନଟା ଭାରି ଫର୍ଚ୍ଚା, ଉନ୍ମୁକ୍ତ। ଯାହା ଭାବେ ମନ ଖୋଲି କହିଦିଏ, ଯାହା ଚାହେଁ ମୁହଁ ଖୋଲି ପ୍ରକାଶ କରିଦିଏ। ପ୍ରାଚୀ ପ୍ରତି ତା ମନରେ ଗଭୀର ଅନୁରକ୍ତିକୁ ସେ ଦୀନବନ୍ଧୁ ଏବଂ ଚାରୁକଳାଙ୍କ ସମ୍ମୁଖରେ ପ୍ରକାଶ କରିବାରେ କୁଣ୍ଠାବୋଧ ହୁଏ ନାହିଁ। ରସିକତା କରି ବେଳେବେଳେ ସେ କହେ, ପ୍ରାଚୀପ୍ରଭା ଆଉ ଟିକେ ଖୋଲା ସ୍ୱଭାବର ଝିଅ ହୋଇଥିଲେ ସେ ତାକୁ ଅନେକ ଦିନରୁ ବିବାହ ପ୍ରସ୍ତାବ ଦେଇସାରନ୍ତାଣି। କିନ୍ତୁ ନା ବାବା, ଏତେ ଚାପା ପ୍ରକୃତିର ଝିଅକୁ ନେଇ ଯାଯାବର ଚାର୍ଲ୍ସର ସଂସାର ବାନ୍ଧି ହୁଏ ନା। ଏ ଦୃଷ୍ଟିରେ ଲିଲିଆନ ବରଂ ଚଳେ। କହିସାରି ଚାର୍ଲ୍ସ ପ୍ରାଣ ଖୋଲି ହସେ। ଚାରୁକଳା ଏବଂ ଦୀନବନ୍ଧୁ ଅଳ୍ପ ହସି ଗମ୍ଭୀର ହୁଅନ୍ତି। ଦୀନବନ୍ଧୁ ଚୁପଚାପ କରି କହନ୍ତି, ଏଭଳି ମଜା ପ୍ରାଚୀପ୍ରଭା ସହ୍ୟ କରିବନି ଚାର୍ଲ୍ସ। ଝିଅଟା ଅତି ମାତ୍ରାରେ କୋମଳ ଆଉ ଭାବପ୍ରବଣ। ମନେ ରଖ, ବିବାହ ସମ୍ପର୍କୀୟ କୌଣସି ପରିହାସ ସେ ବରଦାସ୍ତ କରେ ନା। ଚାର୍ଲ୍ସ ପ୍ରତିଜ୍ଞା କରେ, ପ୍ରାଚୀପ୍ରଭା ସହ ସେ ମାପିଚୁପି କଥା କହିବ। ଏ ପର୍ଯ୍ୟନ୍ତ ଚାର୍ଲ୍ସ ତାର କଥା ରଖି ଆସିଛି ମଧ୍ୟ। ତା ସମ୍ବନ୍ଧରେ ଦୀନବନ୍ଧୁ ମଧ୍ୟ ଚାରୁକଳା ନିଶ୍ଚିନ୍ତ। କୋଣାର୍କ ବଜାରରେ ଜଳଖିଆ ଦୋକାନରେ ଲାଇଟ୍ ଲାଗି ରାତିସାରା ମିଷ୍ଟାନ୍ନ ତିଆରି ଚାଲିଛି। କେତେଟା ବୁଲା କୁକୁର ନିର୍ଜନତା ଭଙ୍ଗ କରି ଜଳଖିଆ ଦୋକାନ ପାଖରେ ଠିଆ ହୋଇଛନ୍ତି। ପ୍ରାଚୀପ୍ରଭା ଏବଂ ଚାର୍ଲ୍ସ ପାଖାପାଖି ଚାଲିଛନ୍ତି। ପର ଲୋକଗତ ଆତ୍ମା ପ୍ରତି ମଣିଷ ମନର ଚିରନ୍ତନ କୌତୂହଳ ନେଇ ଦୁହେଁ ନିଜ ଭାବାମଗ୍ନରେ ମଗ୍ନ। 700 ବର୍ଷ ତଳର ଶିଳ୍ପୀ ଆତ୍ମା କ'ଣ ସତରେ ଘୂରି ବୁଲେ କୋଣାର୍କର ବେଢ଼ାରେ? ଶିଳ୍ପୀ ଆତ୍ମା କ'ଣ ତେବେ ଅତୃପ୍ତ, ଅମୋକ୍ଷ? କୋଣାର୍କ ପାଖାପାଖି ଛୋଟ ଦୋକାନ ଆଉ ହୋଟେଲ ସବୁ ବନ୍ଦ ହୋଇଯାଇଛି। ଧର୍ମପଦ ହିନ୍ଦୁ ହୋଟେଲର ବାରଣ୍ଡାରେ ବିଷ୍ଣୁ ମହାରଣା ଅପେକ୍ଷା କରିଛି। ପ୍ରାଚୀ ଏବଂ ଚାର୍ଲ୍ସ ନୀରବରେ ଠିଆ ହେଲେ ତାଙ୍କ ପାଖରେ। ଲଣ୍ଠଣଟା କମାଇ ଦେଇ ଆଢ଼ୁଆଳରେ ରଖିଦେବା ପାଇଁ ନୀରବରେ ଇଙ୍ଗିତ ଦେଲା ବିଷ୍ଣୁ ମହାରଣା। ଜ୍ୟୋତ୍ସ୍ନାଲୋକରେ କୋଣାର୍କର ନୀରବ ଆତ୍ମପ୍ରକାଶ ଚାର୍ଲ୍ସର ଯାଯାବରୀ ମନକୁ ମାୟାବନ୍ଧନରେ ଛନ୍ଦି ଦେଉଥାଏ। ଚାର୍ଲ୍ସ ଭାବୁଥାଏ, ଏମିତି ସବୁଦିନ ଜ୍ୟୋତ୍ସ୍ନାଲୋକ ତଳେ କୋଣାର୍କ ବେଢ଼ାରେ ଅଟକିଗଲେ ବି ଜୀବନ ପ୍ରବାହ ଅଟକିଯିବ ନାହିଁ। ପ୍ରାଚୀ ମନ୍ତ୍ରମୁଗ୍ଧା କାବ୍ୟନାୟିକା ଭଙ୍ଗୀରେ ଜ୍ୟୋତ୍ସ୍ନାସ୍ନାତ କୋଣାର୍କ ଶିଳାରେ ଖୋଜୁଥାଏ ଅତୀତ, ଭବିଷ୍ୟତ ଆଉ ତାର ବର୍ତ୍ତମାନର ଜୀବନକୁ। ଗୋଟାଏ ଅଦୃଶ୍ୟ ରଜ୍ଜୁରେ କୋଣାର୍କ ସହ ଯେମିତି ତାର ଜୀବନ ଛନ୍ଦି ହୋଇଯାଇଛି। କୋଣାର୍କ ଯେମିତି ପ୍ରାଚୀପ୍ରଭାର ଜୀବନ କାବ୍ୟ, ତା ଜୀବନର କାବ୍ୟକାର କୋଣାର୍କର ଶିଳ୍ପୀ ଆତ୍ମାକୁ ପ୍ରାଚୀ ପୁଣି ଥରେ ପ୍ରଣିପାତ କରୁଥାଏ। ଚାର୍ଲ୍ସ ଭାବୁଥାଏ, ଜ୍ୟୋତ୍ସ୍ନାଲୋକରେ କୋଣାର୍କ ଏବଂ ପ୍ରାଚୀପ୍ରଭା ଦୁହିଁଙ୍କର ସୌନ୍ଦର୍ଯ୍ୟ ଅନିବର୍ଚ୍ଚନୀୟ। ସେତିକି ନ ଦେଖି ଫେରିଯାଇଥିଲେ ଜୀବନ ଅପୂର୍ଣ୍ଣ ହୋଇଯାଇଥାନ୍ତା। ଅକସ୍ମାତ ଖଣ୍ଡେ ଭସା ବାଦଲ ତଳେ ଜହ୍ନ ଲୁଚିଯାଏ। ପାତଳ ଅନ୍ଧକାରରେ ସରୁ ଓଢ଼ଣୀଟିଏ କୋଣାର୍କ ଉପରେ ବିଛେଇ ହୋଇ ପଡ଼ିଲା। ଠିକ୍ ସେତିକିବେଳେ ଛାୟାମୂର୍ତ୍ତିଟିଏ ହଲଚଲ ହେଉଥିଲା ବଡ଼ଦେଉଳର ପଶ୍ଚିମ ପାଖରେ। ବିଷ୍ଣୁ ମହାରଣା ଚାପା ଗଳାରେ କହିଲେ, ଏଇ ତାର ଆସିବାର ବେଳ। ପ୍ରାଚୀପ୍ରଭାର ଛାତି ଥମଥମ ହୋଇ ଥରୁଥାଏ। ତା ମନର ସବୁ ସାହସ କୁଆଡ଼େ ଉଭେଇ ଯାଇଥାଏ। ଲମ୍ବା ଲମ୍ବା ଅନ୍ଧାରି ହାତ ବଢ଼ାଇ ଗଛ, ପତ୍ର, ଡାଳ ସବୁ ଯେମିତି ମାଡ଼ି ଆସୁଥାଏ ପ୍ରାଚୀପ୍ରଭା ନିକଟକୁ। ପ୍ରାଚୀପ୍ରଭା ଚାର୍ଲ୍ସର ଆଉ ଟିକେ ପାଖକୁ ଲାଗି ଆସୁଥାଏ। ରୁଦ୍ଧ ଶ୍ୱାସରେ ଲକ୍ଷ୍ୟ କରୁଥାଏ ଛାୟାମୂର୍ତ୍ତିଟିକୁ। ଛାୟାମୂର୍ତ୍ତିଟି ସତର୍କ ଭଙ୍ଗୀରେ ସନ୍ତର୍ପଣରେ ପାଦ ପକାଇ ଇତସ୍ତତଃ ଘୂରୁଥାଏ। ଦଣ୍ଡେ ରହିଯାଇ କୋଣାର୍କର ଶିଳାଖଣ୍ଡକୁ ନିରୀକ୍ଷଣ କରୁଥାଏ। ଆସ୍ତେ ଶୁଭୁଥାଏ ନିହାଣ ମୁଗୁରର ଶବ୍ଦ। ଛାୟାମୂର୍ତ୍ତିଟି ନିବିଷ୍ଟ ଚିତ୍ତରେ କାମ କରି ଚାଲିଥାଏ। ଚାର୍ଲ୍ସ ଆସ୍ତେ ପଚାରିଲା, ଶକ୍ତିଶାଳୀ କ୍ୟାମେରା ସାହାଯ୍ୟରେ ଛାୟାମୂର୍ତ୍ତିର ଫଟୋଟା ନିଆଯାଇପାରତେ, କ୍ଷତି କ'ଣ? ବିଷ୍ଣୁ ମହାରଣା ଚାପା ସ୍ୱରରେ କହିଲା, ନା, ସେସବୁ କର ନାହିଁ। ଅତୃପ୍ତ ଆତ୍ମାର ଶାନ୍ତିଭଙ୍ଗ କର ନାହିଁ। ନିଜ ରକ୍ତ ମାଂସ ଆତ୍ମା ଓ ଜୀବନ ଦେଇ ଯାହାକୁ ଦିନେ ଶିଳ୍ପୀ ଗଢ଼ିଥିଲା, ତାରି ଧ୍ୱଂସସ୍ତୂପ ଉପରେ ଠିଆ ହେଲେ ବି ତାକୁ କିଛି ଶାନ୍ତି ମିଳୁଥିବ। ଅଶରୀରର ଛବି କ୍ୟାମେରାରେ ଧରି ହୁଏ ନା, ସେ ତାର ବୁଲୁଥାଉ, କ୍ଷତି କ'ଣ? ଚାର୍ଲ୍ସ ଗୁଣୁଗୁଣୁ ସ୍ୱରରେ କହିଲା, ଇଚ୍ଛା ହେଉଛି ତାର ସାମ୍ନା କରନ୍ତି ଅନେକ ପ୍ରଶ୍ନ ପଚାରିବାର ଅଛି। ଚାର୍ଲ୍ସର ମନ କଥା ଜାଣିବା ପରି ଛାୟାମୂର୍ତ୍ତିଟି ଅନ୍ଧାରରେ ଭାସି ଭାସି ଆସି ଛାୟାଦେବୀ ମନ୍ଦିର ଆଡ଼କୁ ଯାଉଛି।
ପ୍ରାଚୀପ୍ରଭାର ସ୍ନାୟୁ ଶିଥିଳ ହୋଇଆସିଛି। ଆଉ ଅଳ୍ପ ସମୟ ପରେ ଛାୟାମୂର୍ତ୍ତିଟି ତାଙ୍କ ସାମ୍ନାରେ ପହଞ୍ଚିବ। ସେ ପଛେଇ ପଛେଇ ଘୁଞ୍ଚି ଆସୁଛି। ତା ପଛରେ ଚାର୍ଲ୍ସ ଠିଆ ହୋଇଛି ସୁଦୀର୍ଘ ପାଚେରୀ ପରି। ଜୋର ଜୋର ପାଦ ପକାଇ ପଳାଇବା ପାଇଁ ତାର ଶକ୍ତି ପାଇନାହୁଁ। ଚାର୍ଲ୍ସକୁ ସତର୍କ କରିଦେବା ପାଇଁ ଇଚ୍ଛା କରି ବି ସେ କରିପାରୁନାହିଁ। ଛାୟାମୂର୍ତ୍ତିଟି ପାଖେଇ ଆସୁଛି। ପ୍ରାଚୀପ୍ରଭା ତାର ବରଫ ପରି ଶୀତଳ ହାତରେ ଚାର୍ଲ୍ସର ଉଷ୍ମ କୋମଳ ପାପୁଲିଟିକୁ ଧରିନେଇ ବହୁ କଷ୍ଟରେ ଉଚ୍ଚାରଣ କଲା, ଚାର୍ଲ୍ସ। ସେ ଆଉ କିଛି କହିପାରିଲା ନାହିଁ। ଚାର୍ଲ୍ସ ଦୁଇ ବାହୁ ପ୍ରସାରିତ ତାକୁ ଆଶ୍ରୟ ଦେଇଥିଲା। ଅଭୟ ସୂଚକ ପ୍ରତ୍ୟୟ ଦେଉଥିଲା, ଭୟ ନାହିଁ ପ୍ରାଚୀପ୍ରଭା, ମୁଁ ଅଛି। ଆତ୍ମରକ୍ଷା ପାଇଁ ମୋ ପାଖରେ ସବୁବେଳେ ମାରଣାସ୍ତ୍ର ଥାଏ। ତମେ ଚାହିଁବ ତ ଅଶରୀରୀ ଆତ୍ମାକୁ ଗୁଳି କରିଦେବି, ହେଉ ପଛେ ସେ ଧର୍ମପଦ। ବଉଦ ଫାଙ୍କରୁ ଜହ୍ନ ଅପସରି ଯାଇଥିଲା। ଛାୟାମୂର୍ତ୍ତି ଉପରେ ମେଞ୍ଚାଏ ଜହ୍ନ ଆଲୁଅ ଆସି ପଡ଼ିଥିଲା। ସେ କ୍ଷଣେ ସ୍ଥିର ହୋଇଗଲା। ପ୍ରାଚୀପ୍ରଭା ଆଉ ଥରେ ଡାକିଲା, ଚାର୍ଲ୍ସ। ସେ ମୂର୍ଚ୍ଛିତ ଭଙ୍ଗୀରେ ଚାର୍ଲ୍ସର ପ୍ରଶସ୍ତ ବୁକୁରେ ନିସ୍ତେଜ ହୋଇ ରହିଗଲା। ତାର ଦେହ ବରଫ ପରି ଥଣ୍ଡା। ଚାର୍ଲ୍ସ ଦେହର ଉଷ୍ମତା ତାର ଶୀତଳ ଶରୀରକୁ ଉଷ୍ମ କଲା ନାହିଁ। ଚାର୍ଲ୍ସ ପ୍ରାଚୀପ୍ରଭାକୁ ଆଶ୍ରା ଦେଇ ଧର୍ମପଦ ହୋଟେଲର କାଠ ବେଞ୍ଚରେ ବସାଇ ଦେଲା। ଛାୟାମୂର୍ତ୍ତି ଅଦୃଶ୍ୟ ହୋଇଯାଇଥାଏ। ବିଷ୍ଣୁ ମହାରଣା କେତେବେଳୁ ଚାଲିଗଲାଣି। ଚାର୍ଲ୍ସ ପ୍ରାଚୀପ୍ରଭାକୁ ଅଭୟ ଦେଲା, ଦେଖ, କେଉଁଠି କିଛି ନାହିଁ। ସେ ଚାଲିଗଲାଣି। ଛାୟାମୂର୍ତ୍ତିକୁ ଭୟ କ'ଣ? ମୁଁ ତ ସେହି ଅଶରୀରୀ ନାରୀଟିର ସାମ୍ନା କରିଛି ଅନେକ ବାର। ସେ ମୋର ତ କିଛି କ୍ଷତି କରେ ନାହିଁ। ଭୟ କ'ଣ? ମୁଁ ତ ଅଛି। ପ୍ରାଚୀପ୍ରଭା ନିର୍ବାକ୍ ହୋଇ ବସି ରହିଛି। କିଛି ଉତ୍ତର ନାହିଁ। ଭୟଭୀତ କଣ୍ଠରେ ଗଣେଶ କହିଲା, ଦେଈଙ୍କୁ ଭୂତ ଗ୍ରାସିଛି। ମୁଁ ନାହିଁ କରୁଥିଲି ମୂଳରୁ। ଦୂରରୁ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅ ଦିଶୁଛି। କେହି ଆସୁଛି ଏଣିକି। ଚାର୍ଲ୍ସ ପ୍ରାଚୀପ୍ରଭାର ଶୀତଳ ପାପୁଲି ଦୁଇଟିକୁ ଏକତ୍ର କରି ନିଜ ଦୁଇ ହାତରେ ମୁଠାଇ ଧରିଛି। ନିଜ ହାତର ଉଷ୍ମତା ଦେଇ ପ୍ରାଚୀପ୍ରଭାକୁ ଉଷ୍ମ କରିବା ପାଇଁ ଚେଷ୍ଟା କରୁଛି। ଛାୟାମୂର୍ତ୍ତିକୁ ସେ ମନେ ମନେ ଧନ୍ୟବାଦ ଜଣାଉଛି। ଅନ୍ତତଃ ତାରି ଯୋଗୁଁ ପ୍ରାଚୀପ୍ରଭାର ହାତ ଧରିବାର ଏହି ପରମ ସୌଭାଗ୍ୟ ଚାର୍ଲ୍ସ ଲଭିଛି। ତା ନହେଲେ ପ୍ରାଚୀପ୍ରଭା ତ ତାକୁ ଅସ୍ପୃଶ୍ୟ ଭଳି ଦୂରେଇ ରଖିଥାଏ। ଚାର୍ଲ୍ସ ଅତି ଧୀରେ ଧୀରେ ହୃଦୟର ସବୁ କୋମଳ ନିର୍ଯ୍ୟାସ ଦେଇ ଅନ୍ତରର ସମସ୍ତ ସ୍ନେହ ନିଗାଡ଼ି କଣ୍ଠସ୍ୱରକୁ ଆର୍ଦ୍ର କରି ଡାକିଲା, ପ୍ରାଚୀପ୍ରଭା, ପ୍ରକୃତିସ୍ଥ ହୁଅ। ମୁଁ ଅଛି। ମୋ ଉପରେ ବିଶ୍ୱାସ ରଖ। ମୁଁ ଥାଉ ଥାଉ ତମର ଭୟ କାହାକୁ? ତମେ ଏତେ ଅସହାୟ ବୋଧ କରୁଛ କାହିଁକି? ପ୍ରାଚୀପ୍ରଭାର କୋମଳ ପାପୁଲି ମୃଦୁ ମୃଦୁ କମ୍ପୁଛି। ସେ କିଛି ଉତ୍ତର ଦେଉନି। ଗୋଟାଏ ଅସହାୟ ବେଦନା କଣ୍ଠ ଦେଶରେ ଚାମ୍ପି ନେଉଛି ସେ। ଅତି ଦମ୍ଭିକା ବୋଲି ସେ ଦିନ ଧରି ଯାହାକୁ ଚାର୍ଲ୍ସ ଭାବିଥିଲା, ତାର ଏହି ଅସହାୟ କରୁଣ ମୂର୍ତ୍ତି ଚାର୍ଲ୍ସର ପୁରୁଷ ହୃଦୟର ସ୍ପନ୍ଦନ ସୃଷ୍ଟି କରୁଛି। କାମନଳ ନୁହେଁ, ପ୍ରେମାନଳରେ ସେ ଦଗ୍ଧ ହେଉଛି। ଅତି ଧୀରେ ଅସ୍ପଷ୍ଟ ସ୍ୱରରେ ପ୍ରାଚୀପ୍ରଭାର କାନ ପାଖରେ କହିଲା, ପ୍ରାଚୀପ୍ରଭା, ଏଇ ମୁହୂର୍ତ୍ତରେ ମୁଁ ଅନୁଭବ କରୁଛି ମୁଁ ତୁମକୁ ଭଲ ପାଏ। ମୁଁ ତୁମକୁ ଚାହେଁ, ନିବିଡ଼ ଭାବେ ଚାହେଁ। ଯଦି ମୋର ଧୃଷ୍ଟତା ହୁଏ ତେବେ ମୋତେ କ୍ଷମା କରିବ। ଅନ୍ଧାର ଭିତରେ ପ୍ରାଚୀପ୍ରଭାର ଆଖିରୁ ଦୁଇଧାର ଲୁହ ଖସି ଆସି ଚାର୍ଲ୍ସର ହାତ ଉପରେ ପଡ଼ିଲା। ଚମକି ପଡ଼ି ବ୍ୟଥିତ ସ୍ୱରରେ ଚାର୍ଲ୍ସ କହିଲା, ମୁଁ ଦୁଃଖିତ। ଯଦି ଏଥିରେ ତମର ଅପମାନ ହୋଇଥାଏ, ମୁଁ ଅତ୍ୟନ୍ତ ଦୁଃଖିତ। କଣ୍ଠ ଚାପି ପ୍ରାଚୀପ୍ରଭା କହିଲା। କାନ୍ଦି କାନ୍ଦି ସେ ତାର ଅସ୍ଫୁଟ କାନ୍ଦଣାକୁ ଚାପି ନେଉଥାଏ। ଚାର୍ଲ୍ସ ଅତି ଆଦରର କୋମଳର ସ୍ୱରରେ କହିଲା, ଚାଲ, ଘରକୁ ଯିବା। ତମର ବିଶ୍ରାମ ଦରକାର। ଆବେଗ ଭରା ଯାହା ହୋଇଛି ତାକୁ ଫେରାଇ ନେଉଛି। ଦୀନବନ୍ଧୁ ଲଣ୍ଠନ ଧରି ଆସି ପହଞ୍ଚିଲେ। କହିଲେ, ତମେ ଆସିବା ପରେ ଭାରି ଛଟପଟ ଲାଗିଲା। ପ୍ରାଚୀଟା ପିଲାଦିନେ ଭାରି ଡଳ କରୁଥିଲା। କାଳେ ଯଦି ଭୟ ପାଇଯାଏ ତ ଭାରି ମୁସ୍କିଲ କରିବ। ପିଲାଦିନେ ଟିକେ ଚମକି ପଡ଼ିଲେ ସେ ଜ୍ୱରରେ ଶୋଇବ। ଚାର୍ଲ୍ସ ଅନୁତପ୍ତ କଣ୍ଠରେ କହିଲା, ମୁଁ ଦୁଃଖିତ। ପ୍ରାଚୀ ଖୁବ୍ ଡର ପାଇଛି। ଜାଣେ ନା ସେ ମୋ କଥା ବୁଝୁଛି କି ନା। ମୋର କୌଣସି କଥାର ଉତ୍ତର ମୋତେ ମିଳିନାହିଁ। ଦୀନବନ୍ଧୁ ବ୍ୟସ୍ତ ହୋଇପଡ଼ି ପ୍ରାଚୀପ୍ରଭାର କପାଳରେ ହାତ ବୁଲାଇ ଆଣିଲେ। କହିଲେ, ଚାଲ, ଘରକୁ ଯିବା। ଭୟ କ'ଣ? ଜଗନ୍ନାଥଙ୍କ ଉପରେ ଭରସା ରଖ। ସବୁକିଛି ଠିକ୍ ହୋଇଯିବ। ପ୍ରାଚୀପ୍ରଭା ଆଉ ଥରେ ଝରଝର କାନ୍ଦି ପକାଇଲା। ଦୀନବନ୍ଧୁ ଅନୁଚ୍ଚ ସ୍ୱରରେ କହିଲେ, ପଛ କଥା ସବୁ ଭୁଲିଯା ମା। ନୂଆ କରି ବଞ୍ଚିବାକୁ ଶିଖ। ସବୁକିଛି ଠିକ୍ ହୋଇଯିବ। ମୁଁ ଜାଣିଥିଲି ଜ୍ୟୋତ୍ସ୍ନା ରାତିରେ କୋଣାର୍କର ଛବି ତୋତେ କନ୍ଦାଇବ।
ଦୀନବନ୍ଧୁ ବାବୁ ଛାତିରେ ମୁଣ୍ଡ ରଖି ପ୍ରାଚୀପ୍ରଭାର ଆଉ ଥରେ ଲୁହ ଝରାଇ ଦେଲା। ବିସ୍ମୟଭୂତ ହୋଇ ଚାର୍ଲ୍ସ ଚାହିଁଥାଏ ଏବଂ ଭାବୁଥାଏ, ପ୍ରାଚୀପ୍ରଭାର ପଛ କଥା କ'ଣ ହୋଇପାରେ, ଯାହା ପାଇଁ ସେ ଭିତରେ ଭିତରେ ଏତେ ଦୁଃଖ ପାଏ। ସେ ଦୁଃଖ ତାର କେତେ ଆପଣାର ହୋଇପାରେ, ଯେଉଁଥିରେ ସେ କାହାକୁ ଅଂଶୀଦାର କରେ ନାହିଁ। ବିଷ୍ଣୁ ମହାରାଣାର ପୋଥି ଆଉ 2 ଅଧ୍ୟାୟ ବାକି। ଚାର୍ଲ୍ସର ଗବେଷଣାର ତଥ୍ୟ ସଂଗ୍ରହ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଚିତ୍ରକଳାର ବିବାହ ଏବଂ ରଥଯାତ୍ରା ପାଖେଇ ଆସୁଛି। ଏସବୁ ଶେଷ କରି ଚାର୍ଲ୍ସ ଫେରିଯିବ। ଚାର୍ଲ୍ସର ମନେ ହୁଏ ସବୁ କରିବା ସତ୍ତ୍ୱେ ଆଉ କିଛି ଆରମ୍ଭ ହେବା ପାଇଁ ବାକି ରହିଯିବ। ଯାହା ବାକି ରହିଯିବ ତା ଆଉ କେବେ କେଉଁଠି ହେଲେ ଆରମ୍ଭ କରିହେବ ନାହିଁ। କାରଣ ୟା ପରେ ସେ ଯେଉଁଠି ଯାଉ କି ନାହିଁ, ସେ ଭାରତବର୍ଷ ନୁହେଁ ଏବଂ ସେଠାରେ ପ୍ରାଚୀପ୍ରଭା ନଥିବ। ପ୍ରାଚୀପ୍ରଭା ସେଇଦିନଠାରୁ ଜ୍ୱରରେ ଶୋଇଛି। ଡାକ୍ତର ମତ ଦେଇଛନ୍ତି ମାନସିକ ଧକ୍କା ପ୍ରାଚୀପ୍ରଭାକୁ ଅସୁସ୍ଥ କରିଛି। ଜୀବନର କୌଣସି ଗୁରୁତର ଘଟଣା ତା ମନକୁ ଗୁଣ କରାଇଛି। କ'ଣ ହୋଇପାରେ ପ୍ରାଚୀପ୍ରଭାର ମାନସିକ ଧକ୍କାର କାରଣ? ଚାର୍ଲ୍ସ ପ୍ରାଚୀପ୍ରଭାର ଶଯ୍ୟାଧାରରେ ବସିଥାଏ। ପ୍ରାଚୀ ଆଖି ବୁଜି ଶୋଇଛି। ବାସି ଫୁଲ ପରି ନିସ୍ତେଜ ଆଉ ମ୍ଳାନ ତାର ଚେହେରା। ଚାର୍ଲ୍ସ ଆସ୍ତେ ଆସ୍ତେ ପଚାରିଲା, କେମିତି ଲାଗୁଛି? ପ୍ରାଚୀପ୍ରଭା ଆଖି ଖୋଲିଲା। ଚାର୍ଲ୍ସକୁ ନ ଚାହିଁ ଉପରକୁ ଚାହିଁ ରହିଲା। ଆସ୍ତେ ଆସ୍ତେ କହିଲା, ମୁଁ ତାକୁ ଦେଖିଲି। ସେ କିନ୍ତୁ ଧର୍ମପଦ ନୁହେଁ। ପ୍ରାଚୀ କଥା ରୋକିନେଲା। ଚାର୍ଲ୍ସକୁ ଚାହିଁ ବିକଳ ସ୍ୱରରେ ପଚାରିଲା, ଚାର୍ଲ୍ସ, ଏମିତି ବି କ'ଣ ହୋଇପାରେ? ଚାର୍ଲ୍ସ ବ୍ୟସ୍ତ ହୋଇପଡ଼ି କହିଲା, କାହା କଥା କହୁଛ? ଧର୍ମପଦର ଛାୟାମୂର୍ତ୍ତି ଦେଖିବା ପରେ ତମେ ଏତେ ବେଶୀ ବିଚଳିତ କାହିଁକି? ପ୍ରାଚୀ ଅସ୍ପଷ୍ଟ କଣ୍ଠରେ କହିଲା, ଧର୍ମପଦ ନୁହେଁ, ମୁଁ ଧର୍ମାନନ୍ଦକୁ ଦେଖିଲି। ଜ୍ୟୋତ୍ସ୍ନାଲୋକରେ ଧର୍ମପଦ ଆଉ ଧର୍ମାନନ୍ଦ ଏକା ପରି ଦିଶୁଥିଲେ। ଧର୍ମପଦ କ'ଣ ଧର୍ମାନନ୍ଦ ହୋଇପାରେ? ଚାର୍ଲ୍ସ ହସିଲା। ଚପଳ କୌତୁକରେ କହିଲା, ତେବେ ତମ ଚିନ୍ତାର କାରଣ ମାତ୍ର ଏତିକି? ଧର୍ମପଦର ଛାୟାମୂର୍ତ୍ତି ଦେଖିବାକୁ ଯାଇ ତମେ ଧର୍ମାନନ୍ଦକୁ ଦେଖିଛ ବୋଲି ଦ୍ୱନ୍ଦ୍ୱରେ ପଡ଼ିଛ। ପ୍ରାଚୀପ୍ରଭା, ସେ ତମ ମନର ଭ୍ରମ ଧାରଣା। ପୂର୍ବଦିନ ତମେ ଧର୍ମାନନ୍ଦକୁ ଧର୍ମପଦ ଭୂମିକାରେ ଦେଖିଥିଲ। ସେ ଛବିଟା ତମ ଆଖିରେ ମାୟା ଲଗାଇଛି। ତେଣୁ ସେଦିନ ରାତିରେ ତମେ ଧର୍ମପଦକୁ ଖୋଜୁ ଖୋଜୁ ଧର୍ମାନନ୍ଦକୁ ଦେଖିଛ। ଧର୍ମାନନ୍ଦ ଏବଂ ଧର୍ମପଦ ଉଭୟଙ୍କୁ ତମେ ଭଲ ପାଅ। ଦୁହେଁ ତମକୁ ଏକାଭଳି ଦିଶିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରାଚୀ ଗୁଣୁଗୁଣ ସ୍ୱରରେ କହିଲା, ଧର୍ମାନନ୍ଦ ଚାହିଁଥିଲେ ଧର୍ମପଦ ହୋଇପାରିଥାନ୍ତା, ଅଥଚ ସେ ଆଜି କୋଣାର୍କରେ କଳାକୁ ପଣ୍ୟ କରି ପେଟ ପୋଷୁଛି। ପ୍ରାଚୀପ୍ରଭା ଆଖି ବୁଜିଦେଲା। ଚାର୍ଲ୍ସ ଶାନ୍ତ ସ୍ୱରରେ କହିଲା, ମୋର କାମ ପ୍ରାୟ ଶେଷ ହେଇଛି। ତମେ ଖାଲି ସୁସ୍ଥ ହୋଇ ଉଠିଲେ ମୋର ଫେରିଯିବାର କଥା। କୋଣାର୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ତମ ସାହାଯ୍ୟ ଯୋଗୁଁ ଏତେ ସହଜରେ ସମ୍ଭବ ହୋଇଛି। ତମ ପ୍ରତି ମୁଁ କୃତଜ୍ଞ। ପ୍ରାଚୀପ୍ରଭା କିଛି ଉତ୍ତର ଦେଲା ନାହିଁ। ଚାର୍ଲ୍ସ ଯାଯାବର। ଦିନେ ସେ ଚାଲିଯିବ, ଏକଥା ସେ ଜାଣେ। ତଥାପି ବିଦାୟ ଭାରି ମର୍ମନ୍ତୁଦ। ପ୍ରାଚୀପ୍ରଭାର ମୁଦିଲା ଆଖି କୋଣରେ 2 ବିନ୍ଦୁ ଗୋପନ ଅଶ୍ରୁ କୁଣ୍ଠିତ ଆବେଗରେ ଛଳଛଳ କରୁଥିଲା। ପ୍ରାଚୀପ୍ରଭାର ଏ ନୀରବ ଅଶ୍ରୁ 2 ବିନ୍ଦୁ ଅନେକ ପ୍ରଶ୍ନର ଉତ୍ତର ଯେମିତି ଦେଇଛି। ଚାର୍ଲ୍ସ ଅତ୍ୟନ୍ତ ଅନ୍ତରଙ୍ଗ କଣ୍ଠରେ ପ୍ରଶ୍ନ କଲା, ଗୋଟାଏ କଥା ପଚାରିପାରେ? ପ୍ରାଚୀପ୍ରଭା ଆଖି ଖୋଲି ଚାର୍ଲ୍ସକୁ ଚାହିଁଲା। ନୀରବ ଇଙ୍ଗିତରେ ପଚାରିଲା, କ'ଣ? ତମର ଦୁଃଖ କ'ଣ? ଚାର୍ଲ୍ସ ପଚାରିଲା। ପ୍ରାଚୀପ୍ରଭା ହସିଦେଲା। କିନ୍ତୁ ପରକ୍ଷଣରେ ତା ଆଖିରେ ଜମାଟ ବାନ୍ଧିଥିବା ଅଶ୍ରୁ 2 ବିନ୍ଦୁ ଅଣାୟତ୍ତ ହୋଇ ଖସି ପଡ଼ିଲା। ହସ ଓ ଲୁହର ମିଶ୍ର ରାଗରେ ସ୍ୱରକୁ ସ୍ପନ୍ଦିତ କରି ସେ କହିଲା, ଦୁଃଖ କ'ଣ? ପଦିଏ କଥାରେ ପଚାରି ଦେଇ ହୁଏ ସିନା, କିନ୍ତୁ ସେତିକି କଥାରେ ଦୁଃଖକୁ ତ ପ୍ରକାଶ କରାଯାଇପାରେ ନା। ସେସବୁ କଥା ଥାଉ ଚାର୍ଲ୍ସ। ତମେ ଚିରଦିନ ମୁକ୍ତ ଆକାଶର ପକ୍ଷୀ ଭଳି ସୁଖୀ ନିଦକ। ତମର ମନକୁ ଅନ୍ୟ ଦୁଃଖରେ ଭାରାକ୍ରାନ୍ତ କରିଦିଅ ନା। ଚାର୍ଲ୍ସ ହସିଲା। କରୁଣ ଛନ୍ଦରେ କହିଲା, ମୁକ୍ତ ଆକାଶର ପକ୍ଷୀର ଏକମାତ୍ର ଦୁଃଖ କ'ଣ ଜାଣ ପ୍ରାଚୀ? କ'ଣ? ତାର କିଛି ବନ୍ଧନ ନାହିଁ। ଏତିକି ହିଁ ତାର ଦୁଃଖ। ଚାର୍ଲ୍ସ ଦୀର୍ଘଶ୍ୱାସ ଛାଡ଼ିଲା। ପ୍ରାଚୀପ୍ରଭା ଚକିତ ଚାର୍ଲ୍ସକୁ ଚାହିଁଲା। ଭାବିଲା, ଆନନ୍ଦ ଉତ୍ସାହରେ ଚିର ଉଚ୍ଛଳ ଏଇ ଯାଯାବର ଯୁବକଟିର ପୁଣି ଦୁଃଖ ଥାଇପାରେ। ତେବେ କ'ଣ ଦୁଃଖକୁ ବାଦ ଦେଇ ଜୀବନ ନାହିଁ? ଚାର୍ଲ୍ସ ପ୍ରାଚୀପ୍ରଭାର କରୁଣାରେ ଛଳଛଳ ଆନତ ଦୃଷ୍ଟିରେ ଦୃଷ୍ଟି ମିଶାଇ କହିଲା, ଏଡ଼େ ବିରାଟ ବିଶ୍ୱରେ ମୁଁ ଏକା। ମୋର ସଫଳତାରେ ସୁଖୀ ହେବାକୁ କେହି ନାହିଁ। ଫେରିଯିବା ବାଟରେ ଯଦି ଏହାର
କ୍ରାସରେ ମୁଁ ଧ୍ୱଂସ ପାଇଯାଏ, ତେବେ ବିନ୍ଦୁଟିଏ ଲୁହ ମୋ ପାଇଁ କେହି ଢାଳିବେ ନାହିଁ। ଏମିତି ମୁକ୍ତ ନିଦକ ଜୀବନର ଦୁଃଖ କେତେ ତମେ ବା କ'ଣ ବୁଝିବ ପ୍ରାଚୀ? ତମକୁ ସାମାନ୍ୟ ଜ୍ୱର ଟିକେ ହେବା ଦିନଠାରୁ ମଉସା ମାଉସୀ ତ ଆହାର ନିଦ୍ରା ଛାଡ଼ିଦେଲେଣି। ସତରେ ତମେ କେଡ଼େ ସୁଖୀ। ପ୍ରାଚୀପ୍ରଭାର ହୃଦୟରେ ଏହି ସ୍ନେହକାଙ୍ଗାଳ ବିଦେଶୀ ବନ୍ଧୁଟି ପ୍ରତି ମାୟା ଜାଗିଲା। ଅନୁକମ୍ପାରେ ନରମିଗଲା ହୃଦୟ। ସେ ଆହତ କଣ୍ଠରେ କହିଲା, ଏତିକି ଅସୁସ୍ଥତାରେ ମୋର ଯଦି ମୃତ୍ୟୁ ହୋଇଯାଏ, ତେବେ ତମେ କ'ଣ ଟିକେ ବି ଦୁଃଖ କରିବ ନାହିଁ ଚାର୍ଲ୍ସ? ଚାର୍ଲ୍ସ ଚମକି ଉଠି କହିଲା, ଭଗବାନ କରନ୍ତୁ ତମେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଉଠ। ତମର ଏଭଳି ଦୁଃସମ୍ବାଦ ମୁଁ କେବେ ନ ଶୁଣେ। ତମେ ମୋର ଚେକି ଦୁଃଖ ହେବ, ତା ମୁଁ ତମକୁ ବୁଝିବା ପାଇଁ ଭାଷାର ମୋର ଅଭାବ। ପ୍ରାଚୀ ସଜ୍ଜଳ କଣ୍ଠରେ କହିଲା, ତମର ଦୁଃଖ, ତମର ଅଶୁଭ ସମ୍ବାଦ ମୋତେ ମଉସା ଏବଂ ମାଉସୀଙ୍କୁ ଠିକ୍ ସେମିତି ଦୁଃଖ ଦେବ ଚାର୍ଲ୍ସ। ତମେ ଆମ ପରିବାରର ଜଣେ ହୋଇସାରିଛ। ମଣିଷ ସହ ମଣିଷର ସମ୍ପର୍କ କେବେ କ'ଣ ଜାତି, ଧର୍ମ, ଦେଶ ଆଉ ରକ୍ତର ସମ୍ବନ୍ଧକୁ ନେଇ ସୀମାବଦ୍ଧ? ଚାର୍ଲ୍ସ ଅଭିମାନ ସ୍ୱରରେ ପ୍ରଶ୍ନ କଲା, ମୁଁ ବି ତମର କିଏ? ସବୁ ସମ୍ପର୍କରେ ସଂଜ୍ଞା ନଥାଏ। ଲକ୍ଷ୍ୟହୀନ ଜୀବନ, ସଂଜ୍ଞାହୀନ ସମ୍ପର୍କ ଭାରି କ୍ଳାନ୍ତିକର। ସେଇଥିପାଇଁ କହୁଛି, ଜୀବନର ଲକ୍ଷ୍ୟ ସ୍ଥିର କର, ସମ୍ପର୍କର ସଂଜ୍ଞା ନିରୂପଣ କର। ଲିଲିଆନ୍ ଏବେ ମଧ୍ୟ ତମର ବନ୍ଧୁତ୍ୱକୁ ଅସ୍ୱୀକାର କରିନାହିଁ। ପ୍ରାଚୀପ୍ରଭା ସ୍ଥିର କଣ୍ଠରେ କହିଲା। ଉତ୍ତର ଆଶାରେ ଚାର୍ଲ୍ସର ମୁହଁକୁ ସେ ଚାହିଁ ରହିଲା। ଚାର୍ଲ୍ସ ଗୁମ୍ ମାରି କିଛି ସମୟ ବସିଲା। ମୁହଁ ଟେକି ପ୍ରାଚୀପ୍ରଭାକୁ ଚାହିଁ ଅନୁଚ୍ଚ କଣ୍ଠରେ କହିଲା, ଲିଲିଆନ୍ କଥା ତାହୁ, ବିଦେହୀ ଆତ୍ମା ତାର ଶାନ୍ତି ଲାଭ କରୁ। ପ୍ରାଚୀପ୍ରଭା ଚମକି ପଡ଼ିଲା। ତାର ଅର୍ଥ କ'ଣ? ଚାର୍ଲ୍ସ ଅବସାଦଭରା କଣ୍ଠରେ କହିଲା, ତମେ ତ 2 ସପ୍ତାହ ଧରି ଅସୁସ୍ଥ ହୋଇ ପଡ଼ିଛ। ଡାକ୍ତର କହୁଛନ୍ତି ମାନସିକ ଧକ୍କା। ତମ ମନରେ ଆଘାତ ଲାଗିବା ଭୟରେ ତା କଥା ତମକୁ ଜଣାଇ ନଥିଲେ। ଲିଲିଆନ୍ ଆଉ ଇହ ଜଗତରେ ନାହିଁ। ବ୍ରୁସ୍ ଇଣ୍ଡିଆ ଛାଡ଼ିବା ପୂର୍ବରୁ ସୌଜନ୍ୟ ଦୃଷ୍ଟିରୁ ଚିଠି ଲେଖି ମୋତେ ଜଣାଇ ଦେଇଛି। ପ୍ରାଚୀ ଆର୍ତ୍ତନାଦ କରି ଉଠିଲା। ଆହତ ଗଳାରେ ପଚାରିଲା, ଲିଲିଆନ୍ ଥିଲା ଜୀବନ ସ୍ପନ୍ଦନର ଗୋଟାଏ ସ୍ଫୁଲିଙ୍ଗ। ସେମିତି ସେ ଉଜ୍ଜ୍ୱଳ, ଉତ୍ତାଳ, ପ୍ରାଣପ୍ରାଚୁର୍ଯ୍ୟରେ ଭରପୂର। ସେ ପୁଣି ଅକାଳରେ ମରିପାରେ? କ'ଣ ହୋଇଥିଲା? ଚାର୍ଲ୍ସ କରୁଣ ବିଦ୍ରୂପ ପରା କଟାକ୍ଷ ହାଣି କହିଲା, ଅତିମାତ୍ରାରେ ଜୀବନର ସ୍ୱାଦ ଚାଖୁ ଚାଖୁ ମାତ୍ରାଧିକ ଡ୍ରଗ୍ସ ସେବନ କରି ଲିଲିଆନ୍ ଗୋଆ ବିଚ୍ରେ ମରି ଶୋଇଥିଲା। ବ୍ରୁସ୍ ଭଳି ତାର ଅନେକ ପ୍ରେମିକ ଲିଲିଆନ୍କୁ ଉଲଗ୍ନ ଶବକୁ ନେଇ ଉତ୍ତାଳ ନୃତ୍ୟ କରୁଥିଲେ ଏବଂ ତାପରେ ସମୁଦ୍ର ଗର୍ଭକୁ ଫିଙ୍ଗି ଦେଇ ପ୍ରାଣ ଖୋଲି ହସ ହସୁଥିଲେ। ତା ପାଇଁ ସମୁଦ୍ର ବେଳାରେ ଶୋକସଭା କରି ସମସ୍ୱରରେ କହିଲେ, ସି ୱାଜ୍ ଏ ବିଚ୍। ଆମେ ଅତ୍ୟନ୍ତ ଦୁଃଖିତ ଯେ ସେ ଏତେ ଦିନ ଧରି ନିଜକୁ ଏଞ୍ଜେଲ୍ ମନେକରି ନିଜକୁ ହିଁ ନିଜେ ପ୍ରତାରଣା କରିଯାଇଛି। ତା ଆତ୍ମାର ସଦ୍ଗତି ହେଉ। ତାହେଲେ ଆଉ ଥରେ ସେ ଏ ପୃଥିବୀର ନାରୀ ଦେହ ହିଁ ଫେରି ଆସିବନି ଏବଂ ପୃଥିବୀର ଶାନ୍ତି ଭଙ୍ଗ କରିପାରିବନି। ଚାର୍ଲ୍ସ ମୁଣ୍ଡ ଝୁକାଇ ଚୁପ୍ ହେଇ ବସି ରହିଲା। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶକୁ ଆମେ ଶୁଣିବା। ରହିଲି, ନମସ୍କାର।